श्री गणेशाय नमः। ओम नमः शिवाय। जय श्री राम। नीलाम्बुज श्यामल कोमलांग सीता समारो पीतवाम भागम पाणौ महासायक चारु चापम नमामि रामं रघुवंशनाथं कर्पूरगौरं करुणावतारं संसारसारं भुजगेन्द्रहारं सदा वसन्तं हृदयारविन्दे भवं भवानी सहितं नमामि। बंदई जगत ईश्वर बाणको दंड बेनी कर नमस्ते प्रभु सुर गुरु हे दयामय कल्पतरु नमई नर रूप हरि नमस्ते रघुकुल सिरी ब्रह्मा शिव शेष वंदित वेदांत गाए जा चरित चिन्मय शांति प्रदायक अनघ जे सुर पालक नमस्ते भूप चूड़ामणि तोर श्री चरणे प्रणमे प्रणमे तोर श्री चरण सुदया कर दीन जन अन्य वासना अंत चिते मोहर नाही कदाचिते जानत सबुरी अंतर रहिछि पुरी सर्वठार निर्भर भक्ति केवल सदा मोरहु पादे तोर जय तु जय भावग्राही करतु कृपा दया बही नमस्ते रघुकुल मणि चरणे नमामि नमामि बंदई पवन नंदन ज्ञानीक मध्ये अग्रगण्य तनुक नक शैल सम जे अतुलित बलधाम धनुज बनर नळ गलारे सोहे मुक्तमाळ सर्वगुण रे गुणवान श्रीराम भक्त प्रधान श्री रघुनाथଙ୍କ चरण सेवारे सदा जार मन बानर कुलर मुकुता पवन जहाँकर पिता से भक्त राजंक चरण बंदई अमीय धम सुंदरा कांड कथा मान कहिकी पारिब धम जेबे से राम दया करी बसिबे हृदय मोहरी श्रीराम दया करे जारे से प्राणी भव सिंधु तरे हृदय राघव पद बंदे कहिबी नवाक्षरी छंदे श्रीराम राम जय राम संकट हर हनुमान जाम्बवंतଙ୍କ वाणी शुणी हरसी उठिला पावनी बोलई रही थाओ भाई एठारे मोर बाट चाही खाइण फल कंद मूल दुखरे रही सिंधु कूल देखी मु बेगे आसे भाई सीतांक चरण को जाई आज हर्षई मोर मन निश्चय हेब सिद्धि जान सभिंक चरणे प्रणमी
ଚଳିଲା ସ୍ମରି ରଘୁମଣି। ସିନ୍ଧୁ ତଟେ ଥିଲା ଭୂଧର, ନାମ ଯେ ତାହାର ସୁନ୍ଦର। ଡେଇଣ କୌତୁକେ ଗଲା, ତାହାର ଉପରେ ଚଢ଼ିଲା। ଶ୍ରୀରାମ ନାମ ବାରମ୍ବାର, ଅନ୍ତରେ ସୁମରି ସାଦର। ଉଲ୍ଲାସ ଅନ୍ତରେ ସେ ବଳି, ଡେଇଣ ହନୁ ଗଲା ଚଳି। ଯେ ଗିରି ପରେ ପାଦ ଥିଲା, ତୁରନ୍ତ ପାତାଳେ ପଶିଲା। ଡେଇଣ ହନୁ ଚଳେ ଖରେ, ଅମୋଘ ସମଗତି କରେ। ଶ୍ରୀରାମ ଦୂତ ଯିବା ଦେଖି, ମୈନାକେ ସିନ୍ଧୁ କହେ ଡାକି। ଯାଅରେ ମୈନାକ ଭୂଧର, ସହାୟ ହୁଅ ତୁମାର୍ଗର। ସିନ୍ଧୁ ଆଜ୍ଞାକୁ ଧରି ଶିରେ, ମୈନାକ ଚଳେ ଖର ତରେ। ଯାଇଣ ମୈନାକ ପର୍ବତ, ମାର୍ଗରେ ଉଠିଲା ତୁରିତ। ତନୁ ପୁଲକ ତାହାର, ପ୍ରଣମେ ଯୋଡ଼ିବେନି କର। ବୋଲଇ ବାୟୁ ସୁତେ ସେହି, ବିଶ୍ରାମ ଏଠି ନେବା ପାଇଁ। ଶୋକରେ ତାହାଙ୍କୁ ପରସି, ହନୁ ପ୍ରଣମି କହେ ହସି। ରାମ କାର୍ଯ୍ୟ ସିଦ୍ଧି ନହିଲେ, ବିଶ୍ରାମ ନେବି ନାହିଁ ଭଲେ। ଏତେ କହିଣ ହନୁମାନ, ଚଳିଲେ ପବନ ସମାନ। ନିରେଖି ପବନ କୁମାର, ଦେବାତ ଚିନ୍ତନ୍ତି ମନର। ପରଖି ବଳ ବୁଦ୍ଧି ଜ୍ଞାନ, କରିବା ବିଚାରନ୍ତି ମନ। ସୁରସା ନାମ ନାଗ ମାତା, ତାକୁ ପଠାଇଲେ ଦେବତା। ମାର୍ଗରେ ଭେଟିଲା ପାବନି, ସୁରସା ହସି କହେ ବାଣୀ। ଦେବତା ଦେଲେଟି ଆହାର, ଆଜ ମେଣ୍ଟିବ କ୍ଷୁଧା ମୋର। ଶୁଣିଣ ସୁରସା ବଚନ, ଉତ୍ତର କହେ ହନୁମାନ। ମୋ ପ୍ରଭୁ ରାମ କାର୍ଯ୍ୟ ସାରି, ମାତା ମୁଁ ବେଗେ ଆସେ ଫେରି। ନେଇଣ ସୀତାଙ୍କ ସନ୍ଦେଶ, ଜଣାଇ କରି ପ୍ରଭୁ ପାଶ। ଆସି ମୁଁ ହେବି ତ ଆହାର, ଛାଡ଼ ମୋ କାର୍ଯ୍ୟ ଗୁରୁତର। ଯେତେ କହିଲେ ନ ଛାଡ଼ଇ, ସୁରସା ପଥ ଓଗାଳଇ। କହଇ ହନୁ ଖାଅ ଏବେ, କ୍ଷୁଧା ତ ମେଣ୍ଟି ଯିବ ଯେବେ। ହନୁର ଏହି ବାଣୀ ଶୁଣି, ତୁଣ୍ଡ ବିସ୍ତାରିଲା ନାଗୁଣି। ଯୋଜନ ଭରି ବିସ୍ତାରିଲା, ଅତି ଭୟଙ୍କର ଦିଶିଲା। ତନୁକୁ ଦ୍ୱିଗୁଣ ବଢ଼ାଇ, ହନୁ ଯେ ପ୍ରଚଣ୍ଡ ଦିଶଇ। ନାଗୁଣି 16 ଯୋଜନ, ତୁଣ୍ଡକୁ ବିସ୍ତାରିଲା ପୁଣ। 32 ଯୋଜନର ଦୀର୍ଘ, ହନୁ ଯେ ତନୁ କଲା ଶୀଘ୍ର। ନାଗୁଣି ଯେତେ ବଡ଼ କରେ, ଦ୍ୱିଗୁଣ ତନୁ ହନୁ କରେ। 7 ଯୋଜନ ବିସ୍ତାରିଲା, ସିନ୍ଧୁ ଆକାଶ ନ ଦିଶିଲା। ସୂକ୍ଷ୍ମ ରୂପରେ ସେ ପ୍ରକଟି, ହନୁ ପ୍ରବେଶୀ ତାର ପାଟି। ମୁଖେ ତାପସୀ ବାହାରିଲା, ବାହାରେ ଆସି ଉଭା ହେଲା। ତାପାଦେ ଶିର ନତ କରି, ବିଦାୟ ମାଗେ କର ଯୋଡ଼ି। ହନୁକୁ ସୁରସା କହିଲେ,
ଦେବତା ମୋତେ ପଠାଇଲେ। ଶୁଣ ତୁ ଆରେ ମହାବୀର, କଳିଲି ବୁଦ୍ଧି ବଳ ତୋର। ସୁରସା ଆଶୀର୍ବାଦ ଦେଲେ, କାର୍ଯ୍ୟ ତ ସିଦ୍ଧି ହେବ ଭଲେ। ସୁରସା ଚଳିଲା ସପୁରେ, ହର୍ଷରେ କପି ଯାଏ ଖରେ। ସିନ୍ଧୁ ମଧ୍ୟରେ ଥିଲା ରହି, ସିଂହିକା ରାହୁ ମାତା ସେହି। ପକ୍ଷୀଙ୍କୁ କରଇ ଆହାର, ମାୟା କରି ସେ ନିଶାଚର। ଗଗନେ ଯାନ୍ତି ଯେ ହୁଡ଼ି, ସିନ୍ଧୁରେ ଛାୟା ଯାଏ ପଡ଼ି। ଧରିଣ ସେ ଛାୟାକୁ ରକ୍ଷ, ତତ୍କ୍ଷଣେ ଜୀବ କରେ ଭକ୍ଷ। ଏପରି ଆହାର ସେ ଖାଇ, ସିନ୍ଧୁରେ ସୁଖେ ରହେ ସେହି। ହନୁରେ ମାୟା ପ୍ରକଟିଲା, କପଟ କପି ବୁଝି ନେଲା। ରାମଙ୍କୁ ସ୍ମରି ତାକୁ ମାରି, ହନୁ ହୋଇଲା ସିନ୍ଧୁ ପାରି। ସେ ପ୍ରଭୁ ଯାରେ ଦୟା କରେ, ସେ ଭବ ସିନ୍ଧୁ ହେଳେ ତରେ। ସ୍ଥିର ମତିରେ ପାରି ହୋଇ, ଲଙ୍କାରେ ପ୍ରବେଶିଲା ଯାଇ। କୂଳରେ ଯାଇ ଦେଖେ ସେହି, ଉପବନ ତା ମନ ମୋହି। ଅବିରତରେ ପୁଷ୍ପ ଠାରେ, ଭ୍ରମଇ ଗୁଞ୍ଜରଣ କରେ। ତରୁ ଭରିଛି ପୁଷ୍ପ ଫଳେ, ଖଗ ମୃଗ ଯେ ମନହରେ। ଅଗ୍ରତେ ଦେଖିଲା କଶୈଳ, ବିଶାଳ ଅତୀବ ସୁନ୍ଦର। ନିର୍ଭୟେ ଚଢ଼ିଲା ତାପରେ, ହୃଦୟେ ସ୍ମରି ରଘୁବୀରେ। ଜୟ ତୁ ରାମ ଦୟାମୟ, ହରଣ କର ଭବ ଭୟ। ତୋର ଶ୍ରୀ ଚରଣେ ଭକତି, ରହୁଏ ଅଧମର ମତି। ଶ୍ରୀ ଶଙ୍କର ଉବାଚ। ଶଙ୍କର କହନ୍ତି ଗୌମା, ନାହିଁ ଏଥି କପି ବଢ଼ିମା। ପ୍ରଭୁଙ୍କ ପ୍ରତାପ ବଳରେ, କାଳ ଯାହାକୁ ଦେଖି ଡରେ। ଗିରିର ପରେ ଚଢ଼ି ବୀର, ନିରଖଇ ସେ ଲଙ୍କାପୁର। କହିନୁ ହଇ ଦୁର୍ଗ ଶୋଭା, ଦିଶଇ ଅତି ମନ ଲୋଭା। ଅଟ୍ଟାଳିକା ସହ ପ୍ରାଚେରୀ, ସିନ୍ଧୁ ଅଛଇ ତାକୁ ଘେରି। ସ୍ୱର୍ଣ୍ଣ କଳସ ଶୋଭା ପାଏ, ମନ ନୟନ ହରି ନିଏ। କନକ ମଣିରେ ଜଡ଼ିତ, ସୁନ୍ଦର ତରୁ ସେ ବିସ୍ତୃତ। ବିପଣି ବାଟ ମନୋହର, ଚୌଛକି ସୁରଙ୍ଗ ସେ ପୁର। ଗଜ ଖଚର ନୁହେଁ ଗଣି, ରଥାଦି ପଦାତିକ ପୁଣି। ବହୁରୂପ ବଳ ମଣ୍ଡିତ, ରାକ୍ଷସ ସେନାରେ ଫୁଲିତ। ବଗିଚା ବାମ୍ଫି ସରବନ, କୂପ ଯେ ଭରା ଉପବନ। ଗନ୍ଧର୍ବ ନର ନାଗ ସୁର, ରୂପସୀ ମୁନି ମନୋହର। ଲଢ଼ୁଆ ଲଢ଼ନ୍ତି କୌଶଳେ, ଏକେ ଆରେ କୁମଲ କୂଳେ। ଗଜନ୍ତି ରହି ଶୈଳ ସମ, ଏକକୁ ଏକ ବଳିୟାନ। ବିକଟ କୋଟି ବୀର ସରି, ବୋଲି ସେ ରଖନ୍ତି ନଗରୀ। କାହିଁ ଭକ୍ଷେ ଦୈତ୍ୟ ମହିଷ, ଧେନୁ ଅଜଖର ମନୁଷ୍ୟ। ବିଭତ୍ସ କାଣ୍ଡ ବର୍ଣ୍ଣି କରି, ସଂକ୍ଷେପ କଲି ମୁଁ ବିଚାରି।
ଶ୍ରୀରାମ ସାୟକ ପ୍ରହାର ପାଇଣ ହେବେ ଭବୁ ପାର। ସାୟକ ତୀର୍ଥେ ତେଜିତନ ଉଦ୍ଧାର ହେବେ ରକ୍ଷ ଜନ୍ମ। ବହୁତ ରଖୁଆଳ ପୁର ଦେଖିଣ ବିଚାରଇ ବୀର। ମଶା ସମାନ ରୂପ ହୋଇ ପଶିବି ବିଚାର କରଇ। ରଜନୀ ଆଗତ ହୋଇଲା ମଶକ ସମରୂପ ନେଲା। ହୃଦୟ ମରିନର ହରି ପ୍ରବେଶ ହେଲା ଲଙ୍କାପୁରୀ। ଲଙ୍କିନୀ ନାମେ ନିଶାଚରୀ ଲଙ୍କାର ଅଟେ ରକ୍ଷାକାରୀ। ବୋଇଲା ମତେ ନ ପଚାରି ଶଠ ଯାଉ ତୁ ଲଙ୍କାପୁରୀ। ଶଠ ମୋ ପ୍ରତାପ ନ ଜାଣୁ ଖାଇବି ମୁହିଁ ତ ତେଣୁ। ଲଙ୍କାରେ ଚୋର ଲାଗେ ଯେତେ ଖୋଜି ମୁଁ ଖାଏ ତାକୁ ତେତେ। ଶୁଣିଣ ଲଙ୍କିନୀ ବଚନ ମୁଥ ମାଇଲେ ହନୁମାନ। ମୁଖରୁ ବହିଲା ରୁଧିର ଲୋଟିଲା ସେ ଯାଇ ଭୂମିର। ଧୈର୍ଯ୍ୟ ଧରି ସେ ଉଠିଲା ବିନୟେ ବଚନ ବୋଇଲା। କହି ଯୋଡ଼ିବେନି ପାଣି ଶୁଣନ୍ତୁ କପି ଶିରୋମଣି। ଲଙ୍କାଦେବୀ ଉବାଚ ରାବଣେ ବ୍ରହ୍ମା ଦେଲେ ବର କହିଲେ ମୋତେ ସମାଚାର। କପି ମାଡ଼େ ବିକଳ ହେବୁ କାଳ ପୁରିଲା ତୁ ଜାଣିବୁ। ଜାଣିବୁ ପୁରିଲା ଆୟୁଷ ମରିବେ ସକଳ ରାକ୍ଷସ। ମୋହର ବଡ଼ ପୁଣ୍ୟ ତାତ ଦେଖିଲି ଏବେ ରାମଦୂତ। ନେତ୍ର ପବିତ୍ର ହେଲା ମୋର ଅନେକ ସୌଭାଗ୍ୟ ଫଳ। ସ୍ୱର୍ଗ ଅପବର୍ଗର ସୁଖ ରଖ ତୁଳାର ଏକ ପାଖ। ଏସବୁ ମିଶି ଯାହା ହୁଏ ସେ ସାଧୁ ସଙ୍ଗେ ସରି ନୁହେଁ। ସଂସାରେ ସର୍ବଟେ ଲଭ୍ୟ କେବଳ ସତ୍ସଙ୍ଗ ଦୁର୍ଲଭ। ଶ୍ରୀରାମ କୃପା ବିନା କେହି ସତ୍ସଙ୍ଗ ଲଭି ନ ପାରଇ। ହୃଦୟରେ ରାମ ରୂପ ଧରି ପ୍ରବେଶ କର ତୁ ନଗରୀ। ନଗର ନଗର ବିହର ପ୍ରଭୁଙ୍କ କାର୍ଯ୍ୟ ସିଦ୍ଧି କର। ପ୍ରଭୁର କୃପା ଲଭ ଯାରେ ସେ ଭାଗ୍ୟବାନ ଏ ସଂସାରେ। ବିଷ ହୁଇ ସୁଧା ସମ ଶତ୍ରୁ ଯେ ମିତ୍ର ଆଚରଣ। ଧୂଳି ସମ ଶୈଳ ସୁମେରୁ ଲଘୁତା ହୁଏ ଯେହୁ ଗୁରୁ। ସିନ୍ଧୁ ଗୋଷ୍ପତ ପରି ହୋଇ ଅନଳ ଶୀତଳ ହୁଅଇ। ଅତୀବ ଲଘୁ ରୂପ ଧରି ନଗ୍ର ଭ୍ରମଇ ପ୍ରଭୁ ସ୍ମରି। ମନ୍ଦିର ମନ୍ଦିର ଖୋଜଇ ଅସଂଖ୍ୟ ଅସୁର ଦେଖଇ। ବାନର ଯହିଁ ତହିଁ ଦେଖେ ଅନେକ ରକ୍ଷ ଥୋକେ ଥୋକେ। ରାବଣ ମନ୍ଦିରେ ପଶିଲା ରାବଣ ଶୋଇଛି ଦେଖିଲା। ଅତୀବ ବିଚିତ୍ର ସେ ଶୋଭା ହୃଦୟ ମନ ନେତ୍ର ଲୋଭା। ଦେଖିଲା ଯାଇ ସେ ମନ୍ଦିର ସୀତା ନାହାନ୍ତି ତା ଭିତର। ତହିଁ କି ପୁର ଏକ ଦେଖି କପିର ମନ ଗଲା ଲାଖି। ଶ୍ରୀହରି ମନ୍ଦିର ସୁନ୍ଦର
आगरे शोभा पाए तार राम आयुधंका पुर शोभा नवरणी ताहार तुलसी धाड़ी धाड़ी सोहे कपिमणिर मन मोहे देखि ताहाकु कपिमणि हरस मने मने गुणी लंका राक्षस बास भूई एठारे साधु काहीं रही तरक करे से मनर पुर को देखी कपिशोर एकाले निद्रा ताते जिला विभीषण वीर उठिला से राम भक्त चूड़ामणि राम सुमरे तत्क्षणी साधुक मध्य से अग्रणी जानिन हरस पावनी ता संगे हेबि परिचय ता कार्ये नाही अंतराय विप्र रूपरे हनुमान हरसी भासिला वचन शुणिण कपिर वचन विभीषण आसे बहन प्रणमे चरण कमले विप्रंकु पूछिला सादरे किस बारता मु बुझाई के तुमे ठिकाहीं पाई तुमे जे हरिंक भकत देखी मो हृद पुलकित कि तुम्भे निजे भगवान दयार सागर श्रीराम ए मोर बहु पुण्य फल पाद देल दास दुआर शुणी विभीषण वचन हसी कहती हनुमान रामदूत मु हनुमान मो प्रभु राम भगवान पुलके दुहिंक हृदय सुमरी राम दयामय हनुकु चाहे विभीषण कहई भाई मोर शुण रक्ष मेले जे सने रही लंकापुर रे कष्ट सही दशन पंक्तिर मध्यरे जिह्वाटी रहे जे प्रकारे तेसने ठी रही थाए सर्वदा मुहि बड़ भये मोहर भरोसा मातर केवल प्रभु रघुबीर ए दिन को अनाथ जानी केवे दया करिवे पुणी भक्तर क्षण दासरथी ता बिनु नाही अन्य गति मोर तामसरज गुण न करे प्रभुଙ୍କୁ भजन न करे साधु जन सेवा न करे श्री चरण सेवा तुम्भଙ୍କୁ देखी मो भरोसा भरिला मो मनरे आशा विभु दया बिना जगते मिलंती नाही साधु संथे दया करिले सीतापति तुम्भ दर्शने मने चेती हनुमान हसी कहती शुण तुम्भे प्रभुଙ୍କ रीति दासर क्षण दासरथी तांकर सदा दासे प्रीति मुकेउ कुलशील जात हीन कपि चंचल चित्त प्रभात उठी जेउ जन धरिब भाई मोर नाम दिवस सारा जान भाई उत्तम खाद्य न मिलई शुण तु भाई विभीषण
ବିଭୀଷଣ ହେଲେ ହେ ମୁଁ ଏଡ଼େ ଅଧମ। ପ୍ରଭୁ କରନ୍ତି ମୋରେ ପ୍ରୀତି ମୁହିଁ ସେବକ ସେ ମୋ ପତି। ଗଦଗଦ ଚିତ୍ତେ କହେ ହନ ଲୋତକ ଝରାଇ ନୟନ। ୟା ଜାଣି ପାଶରେ ଯେ ନର ଜୀବନେ ଲଭେ ଦୁଃଖ ଭାର। ଏମନ୍ତ କହି ହନୁମାନ ପ୍ରଭୁଙ୍କ ନାମ ଗୁଣ ଗ୍ରାମ। ପବିତ୍ର ମଧୁର ଶ୍ରବଣ ହୋଇଲା ହୃଦ ମନୋରମ। ଶୁଣିଣ ବିଭୀଷଣ ଜିତି କହିଲା ସକଳ ଭାରତୀ। ସେଠାରେ ଯେମନ୍ତେ ଅଛନ୍ତି ଶ୍ରୀରାମ ପ୍ରିୟା ସୀତା ସତୀ। ତହୁଁ ହନୁମନ୍ତ କହଇ ଶୁଣ ଶୁଣ ତୁମର ଭାଇ। ଜାନକୀ ମାତା ଦର୍ଶନ ମୋର ଲୋତକ ନେତ୍ର ମନ। ସର୍ବସମ୍ବାଦ ଶୁଣାଇଲା ବିଦାୟ ମାଗି ସେ ଚଳିଲା। ସେହି ରୂପକୁ ଧରି ଗଲା ଅଶୋକ ବନରେ ପଶିଲା। ବିଜୟ ଯହିଁ ସୀତା ସତୀ ତହିଁକି ଚଳିଲା ମାରୁତି। ସୀତା ଦେଖି ମନ ମଧ୍ୟର କରେ ପ୍ରଣାମ ମହାବୀର। ରାତ୍ର ବିତିଲା ଏକ ଯାମ ଶିଷପା ବୃକ୍ଷେ ହନୁମାନ। ମାରୁତି ମନେ ମନେ ଗୁଣି ଏ ନିଶ୍ଚୟ ସତୀ ଶିରୋମଣି। କୃଶତନୁରେ ଜଟା ବେଣୀ ହୃଦୟେ ଜପର ଭୂମଣି। ନିଜ ପାଦେ ନେତ୍ର ଦେଇଣ ସତୀଙ୍କ ରାମ ପଦେ ମନ। ଦୁଃଖିନୀ ପରାଏ ଦେଖିଣ ବିକଳ ମାରୁତିର ମନ। ତରୁର ପଲ୍ଲବ ଗହଳ ତହିଁ ଲୁଚିଲା ମହାବୀର। ମନରେ ମାରୁତି ଭାଳଇ ଏବେ କିସ କରିବା ଭାଇ। ଏମନ୍ତ ସମୟରେ ତହିଁ ମିଳିଲା ଦଶାନନ ଯାଇ। ସଙ୍ଗରେ ବହୁ ସାଜେ ସଜ ବାମଗଣ ଯେ ହୋଇ ସଜ। ଆଗରେ ବହୁ ପଟୁଆର ତା ମଧ୍ୟେ ଚାଲେ ରୁକ୍ଷ ବର। ସୀତାଙ୍କୁ ଦଶାନନ ଯାଇ ବହୁତ କହିଲା ବୁଝାଇ। ସମଦମ ଯେ ଭେଦ ଦଣ୍ଡ ସକଳେ ଭାସିଲା ପାଷାଣ୍ଡ। କହଇ ଦୈତ୍ୟ ବାରେ ଶୁଣ ସୁମୁଖୀ ମୋହର ବଚନ। ବାରେ ମାତର ଚାହାଁ କହି ମୋଠାରେ ଅନ୍ୟ ମନା ନହି। ମନ୍ଦୋଦରୀ ଯେ ରାଣୀ ଗଣ ତୋ ଦାସୀ ହେବେ ମୋର ପଣ। ତୃଣର କ୍ଷୀଣ ଆଢୁଆଳେ କହନ୍ତି ବଇ ଦେହି ତାରେ। ମନରେ ରାମଚନ୍ଦ୍ର ସ୍ମରି ପଦ କମଳ ହୃଦେ ଧରି। ଶୁଣରେ ଦଶ ଶିର ତୁହି ସମ୍ଭବ ହୋଇ କି ପାରଇ। ଖଦ୍ୟତ କିରଣ ପାଇଣ ଉଲସିବ କି ପଦ୍ମବନ। କହନ୍ତି ସତୀ ବିଚାରିଣ ନ ଜାଣୁ ରାମ ବାଣ ଟାଣ। ଏକାକୀ ଦେଖି ମୋତେ ତୁହି ରେଷଠ ଆଣିଲୁ ଚୋରାଇ। ନିର୍ଲଜ ତୁହି ରେ ଅଧମ ଅବଳା ଚୋରାଇ ତୋ ଟାଣ। ସୀତା ଯେ ରାମଙ୍କୁ ତପନ ଖଦ୍ୟାତ ପରାଏ ରାବଣ। ଧିକାରୀ କହନ୍ତି ସେ ବାଣୀ
ଶୁଣିଣ ରୁକ୍ଷ ଶିରୋମଣି କ୍ରୋଧରେ ଅସି କାଢ଼ି ଆଣି କହେ ମୁଁ ପକାଇବି ହାଣି। କ୍ରୋଧିତ ହୋଇଣ ରାବଣ କହେ କଲୁ ମୋ ଅପମାନ। କଠିନ କୃପାଣ ସେ ଧରି କାଟିବି କହେ ତୋର ଶିରି। ଯେବେ ନ ହୁଅ ମୋର ବଶ ତୋ ଶିର କାଟିବି ଅବଶ୍ୟ। ଯେବେ ତୁ ମୋର କଥା ମାନ ରଖିବି ତୋହର ଜୀବନ। ଶୁଣ ମୋ ପଣ ଦୁରାଚାର ନିର୍ଲଜ ରକ୍ଷ ନାରୀ ତୋର। ଶ୍ୟାମଳ କଞ୍ଜମାଳା ସମ ପ୍ରଭୁର ଦୁଇ ଭୁଜ ଜାଣ। କରୀର କର ସମ ହୋଇ ଗଳେ ମୋ ପଡ଼ିବଟି ସେହି। ନୋହିଲେ ତୋର ସିଧାର ଶିରକୁ କାଟିବ ମୋହର। ଶ୍ରୀରାମ ବୀର ହେ ଝଟିତି କହନ୍ତି ଚାହିଁ ସୀତା ସତୀ। ରେ ଚନ୍ଦ୍ରହାସ ଅଶିବର ବିରହ ଦୁଃଖ ପାରିକର। ଶୀତଳ ଚନ୍ଦ୍ର ସମଧାର ଦୁଃଖ ସାଗରୁ ପାରିକର। କଣ୍ଠେ ମୋ ପଡ଼ି ଦୁଃଖ ରାଶି ହରଣ କର ଆହେ ଅସି। ସତୀ ବାଣୀ ଶୁଣି ରାବଣ ମାରିବାକୁ ଯାଏ ତତ୍କ୍ଷଣ। ମନ୍ଦୋଦରୀ ପ୍ରେମ ବାକ୍ୟରେ କହିଣ ପ୍ରବୋଧନ୍ତି ତାରେ। ଡକାଇ ରାକ୍ଷସୀ ସକଳ ତହୁଁ କହଇ ମୂଢ଼ ଖର। ଦେଖାଇ ଜାନକୀଙ୍କୁ ଡର କରାଅ ମୋ ବଶ ସତର। 1 ମାସ ଭିତରେ ଯେବେ ବଚନ ସୀତ ନ ମାନିବେ କହୁଛି ଧରିଣ କୃପାଣ ନିଶ୍ଚୟ କରିବି ନିଧନ। ପୁରେ ଫେରି ଗଲା ରାବଣ ରହିଲେ ନିଶାଚରୀ ଗଣ। ଧରିଣ ତନୁ ରୂପ ବହୁ ସୀତାଙ୍କୁ ଡରାଇଲେ ତହୁଁ। ରାକ୍ଷସୀ ନାମରେ ତ୍ରିଜଟା ସେ ଲଙ୍କାପୁରେ ଥିଲା ଏକା। ଶ୍ରୀରାମ ଚରଣେ ଭକତି ସଦା ତାହାର ଥାଏ ମତି। ସମସ୍ତ ରାକ୍ଷସୀ ଡକାଇ ସପନ ବୃତ୍ତାନ୍ତ ସେ କହି। ସତୀ ଶିରୋମଣି କହିତ ସଦା ଲଡ଼ଇ ତାର ଚିତ୍ତ। ତ୍ରିଜଟା ବାଚ ଦେଖିଲି ମୁଁ ବାନର ଦଳ ବିନାଶିଲେ ଦାନବ କୁଳ। ସପନେ ଦେଖିଲା ବାନର ପୋଡ଼ିଲା ସେ ଲଙ୍କାପୁର। ନଗ୍ନ ଦେଶରେ 10 ଶିର ମୁଣ୍ଡିତ ଛିନ୍ନ ବିଂଶ କର। ଦକ୍ଷିଣ ଦିଗେ ଚଢ଼ି ଖର ଚଳଇ ମାରି ଦେହେ ତୈଳ। ବିଭୀଷଣ ଏ ରାଜେ ରାଜା ଲଙ୍କାପୁରରେ ପାଳେ ପ୍ରଜା। ସୀତାଙ୍କୁ ପ୍ରଭୁ ରଘୁବୀର ଡାକି ନିଅନ୍ତି ନିଜ ପୁର। ବିଚାରି ଏ ସପନ ମୋହି ଅନ୍ତରେ ସତ୍ୟ ଯେ ମଣଇ। ହୋଇବ ଦିନ 4 ପରେ ନିଶ୍ଚୟ ମରିବେ ଅସୁରେ। ତ୍ରିଜଟା ବାଣୀ ଶୁଣି ଗିରେ ସମସ୍ତ ଅସୁରୀ ଡରେ। ପ୍ରଣମନ୍ତି ସେ ବାରମ୍ବାର ଜାନକୀ ସତୀଙ୍କ ପୟର। ସମସ୍ତ ରାକ୍ଷସୀ ଚଳନ୍ତି
ସୀତା ଯେ ବସି ବିଚାରନ୍ତି, ମାସ ବିତି ଗଲେ ଅଧମ, ରାକ୍ଷସ ନେବ ମୋ ଜୀବନ। ତ୍ରିଜଟାକୁ ବଚନ କହି, ଯୋଡ଼ିଣ କର ବୈଦେହୀ। କହନ୍ତି ମାତା ବୈଦେହୀ, ବିପଦେ ମୋର ସଖୀ ତୁହି। କେମନ୍ତେ ତେଜିବି ଏ ଦେହ, ସଖିଲ ମୋତେ ବୁଦ୍ଧି କହ। ବିରହ ଦୁଃଖ ହୁତାସନ, ସହି ନୁହେଁ କର ଯତନ। ଆଣିମା କାଠ ଚିତା କର, ଲଗାଇ ଦିଅ ମା ଅନଳ। ବିରହ ଦୁଃଖ ନ ସହିବି, ନିଶ୍ଚୟ ଚିତାରେ ଝାସ ଦେବି। ତୋ ପ୍ରୀତି ସତ୍ୟ ମୋ ବିଚାରି, ଏ ବାଣୀ ସହି ମୁଁ ନ ପାରି। ଶ୍ରବଣ ଶୂଳ ପ୍ରାୟ ସେହି, ନ ପାରେ ହୃଦଏ ମୁଁ ସହି। ବାଣୀ ଶୁଣି ତ୍ରିଜଟା ବୋଲେ, ପାଦେ ପ୍ରଣମି ସେ ଉତ୍ତରେ। ପ୍ରଭୁ ପ୍ରତାପ ଯଶ ଗୁଣ, ବନି ସେ ଶୁଣାଏ ଶ୍ରବଣ। ରାତ୍ରରେ ମୁଁ ଅନଳ କାହୁଁ, ଆଣିବି ସୁନ୍ଦରୀ ତୁ କହୁ। ଏତେ କହିଣ ସେ ଅସୁରୀ, ଚଳିଣ ଗଲା ନିଜ ପୁରୀ। ସୀତା ଯେ ବିଚାରନ୍ତି ମନ, ବିହି ହୋଇଲା ସିନା ବାମ। ଏଠାରେ ଅଗ୍ନି ନ ମିଳଇ, ଦୁଃଖ ମୋ ଉପଶମ ନହି। ଏ ଆକାଶେ ପାବକ ପରି, ଲକ୍ଷେ ଅଧିକ ତାରା ଜଳି। ଗୋଟିଏ ସୁଦ୍ଧା ନ ଆସଇ, କାହିଁ ଏ ରସାତଳ ଭୂଇଁ। ଚନ୍ଦ୍ର ନଳ ସମ ହୋଇ, ଅଗ୍ନି ଧାରଣ ନ ତେଜଇ। ମୁହିଁ ଯେ ଅଭାଗିନୀ ନାରୀ, ଡାକ ନ ଶୁଣେ ଶ୍ରୁତି ଡେରି। ଆହେ ଅଶୋକ ବୃକ୍ଷ ରାଜ, ବିନୟ ମୋର ଶୁଣ ଆଜ। ଯେବେ ମୋହର ଦୁଃଖ ହର, ସାର୍ଥକ ହେବ ନାମ ତୋର। ନବ ପଲ୍ଲବ ଅଗ୍ନି ସମ, ଦିଅ ଜାଳି ଶରୀର ମମ। ସୀତା ନିରେଖେ କପିବର, ଶ୍ରୀରାମ ବର ହେ କାତର। କଳ୍ପ ସମ ସମୟ ମଣେ, ସେ କପିବର ମନେ ଗୁଣେ। କପି ହୃଦୟ ବିଚାରିଲା, ରତନ ମୁଦି ପକାଇଲା। ଅଶୋକ କି ଅଗ୍ନି ପେଶିଲେ, ବିଚାରି ସୀତା করে ନେଲେ। ମୁଦ୍ରିକା ଦିଶେ ମନୋହର, ହୃଦୟ ଦୁଃଖ ତାପହର। ଦେଖିଲେ ସୀତା ସେ ମୁଦ୍ରିକା, ହୋଇଛି ରାମ ନାମଙ୍କା। ଚକିତ ଜନକ ଦୁଲାଳି, ମୁଦ୍ରିକା ଚିହ୍ନି ସତୀ ସୋରି। ହରସ ବିଷାଦେ ଆକୁଳେ, ଶିହରି ଉଠିଲେ ଅନ୍ତରେ। କେ ଅଛି ରଘୁନାଥ ଜିଣି, ସଦା ଅଜୟ ରଘୁମଣି। ଏ ମୁଦ୍ରିକାକୁ କେ ମାୟାରେ, କଦାପି ନାହିଁ ଗଢ଼ି ପାରେ। ଏମନ୍ତେ ବହୁତ ବିଚାର, କରନ୍ତି ସତୀ ସୋମନର। ଏକାଳେ ଭାସେ କପିବର, ସୁନ୍ଦର ବଚନ ମଧୁର। ହୃଦୟ ମନ ଦେଇ ସତୀ, ସାଦରେ ଅନ୍ତରେ ଶୁଣନ୍ତି। କହିଣ ଆଦ୍ୟ ପ୍ରାନ୍ତ କଥା, ଗାଇଣ ମୃଦୁ ସ୍ୱରେ ଗାଥା।
ସୀତା କହନ୍ତି ତା ଶୁଣିଣ, କେ କହେ କର୍ଣ୍ଣ ରସାୟନ। କହେ ଯେ ହୁବାଣୀ ଭାସି, ବାରେ ପ୍ରକଟ ହୁଅ ଆସି। ହନୁ ପ୍ରବେଶ ସତୀ ପାଶେ, ଦେଖି ହୃଦଏ ଶଙ୍କା ଆସେ। ଇଏ ତ ସାମାନ୍ୟ ବାନର, ହୋଇକି ପାରେ ସିନ୍ଧୁ ପାର। କହେ କପି ମୁଁ ରାମ ଦୂତ, କରୁଣା ନିଧାନ ଶପଥ। ଯତନେ ରଖି ସେ ମୁଦ୍ରିକା, ଆସିଛି ଲଙ୍ଘି ସିନ୍ଧୁ ଏକା। ଶ୍ରୀରାମ ଏସନ ସଂକେତ, ପଠାଇଛନ୍ତି ମାତ ସତ। କହନ୍ତି ଜାନକୀ ସେ ନର, କିମ୍ପା ପ୍ରୀତି କରିବା ନର। ଜାନକୀ ବଚନେ ପାବନି, କହନ୍ତି କଥା ଯେ ବର୍ଣ୍ଣନି। କପିର ବାଣୀ ପ୍ରେମେ ଶୁଣି, ବିଶ୍ୱାସ ହୃଦୟ ଜନନୀ। କାୟ ମନ ବାକ୍ୟରେ ଏତ, ଦୟାନିଧିଙ୍କ ଦାସ ସତ। ଶ୍ରୀରାମ ପଦେ ଯାର ମତି, ନିଶ୍ଚୟ ଲଭେ ସେ ଭକତି। ଦ୍ୱିତୀୟ ଅଧ୍ୟାୟ। ପ୍ରଭୁ ସେବକ କପି ଜାଣି, ଆନନ୍ଦ ଜନକ ନନ୍ଦିନୀ। ହୃଦୟରେ ବଢ଼େ ବହୁ ପ୍ରୀତି, ଶରୀର ପୁଲକିତ ଅତି। ନୟନୁ ଅଶ୍ରୁ ଜଳ ବହେ, ସୀତାନନ୍ଦ କହି ନହେ। ବୋଲନ୍ତି ହନୁ ମୁଖ ଚାହିଁ, ବିରହେ ଲୋତକ ଝରାଇ। ବୁଢ଼ୀ ମୁଁ ବିରହ ସଲିଳେ, ଯାଉଥିଲି ମୁଁ ଏତେବେଳେ। ତୁମେ ଯେ ଜଳ ଯାନ ପରି, ଏଥିରୁ କରିଅଛ ପାରି। ଏବେ କହ ତୁ ମୋ ଆଗର, ଶ୍ରୀରାମ ପ୍ରଭୁଙ୍କ କୁଶଳ। ସୁଖେଛନ୍ତି ନା ପ୍ରଭୁ ମୋର, ଯେ ପ୍ରଭୁ ବିଶ୍ୱ ସୁଖ ସ୍ଥଳ। ଖରରି ପୁଙ୍କ ସଙ୍ଗେ ଭ୍ରାତା, କହ ତୁ ତାଙ୍କର ବାରତା। ଅଛନ୍ତି କି ନା ସେହି ଭଲେ, ହୃଦୟ ହେବ ଶାନ୍ତ ଶୁଣିଲେ। ସେ ହରି ସଦା ଦୟାମୟ, ଶ୍ୟାମଳ କୋମଳ ହୃଦୟ। ମୋ ପରେ ନିଷ୍ଠୁର କିମ୍ପାଇଁ, ହୋଇଲେ ଦଇତ୍ୟାରି କାହିଁ। ସେବକ ସୁଖଦ ସେ ହରି, ସରଳ ସ୍ୱଭାବ ମୁରାରି। ଏ ଦାସୀକୁ କେବେ ଶ୍ରୀରାମ, ହୃଦେ କି କରନ୍ତି ସ୍ମରଣ। କେବେ ଦେଖିବ ଶ୍ୟାମତନ, ଶୀତଳ ହୋଇବ ନୟନ। କହରେ ପବନ ତନୟ, ନେତ୍ରେ ଦେଖିବି ଦୟାମୟ। ନେତ୍ରରୁ ଲୋତକ ଝରଇ, ମୁଖେ ବଚନ ନ ସ୍ଫୁରଇ। ଆହା ପ୍ରାଣନାଥ ଯେ ମୋର, ମୁହିଁକି ହୋଇଲି ପାଶର। ସୀତାଙ୍କ ବିରହ କାତର, ଦୁଃଖେ ଦୁଃଖିତ ମହାବୀର। ବିନୀତ କୋମଳ ବଚନ, କହଇ ମାତା ମୋର ଶୁଣ। ସୁଖରେ ଅନୁଜ ସହିତ, ଅଛନ୍ତି ମୋର ପ୍ରଭୁ ମାତ। ଝୁରୁଛନ୍ତି ସେ ଦିବାରାତ୍ର, ତୁମ୍ଭର ଦୁଃଖରେ ସର୍ବତ୍ର। କହଇ ଜନନୀ ଗୋ ଶୁଣ, ମନରେ ଊଣା ତୁ ନ ଘେନ। ତୁମ୍ଭର ସ୍ନେହ ପ୍ରଭୁଠାରେ, ତାଙ୍କର ଦ୍ୱିଗୁଣ ତୋଠାରେ। ହୃଦୟ ଧୈର୍ଯ୍ୟ ଧରିଣ, ଶ୍ରୀରାମ ସନ୍ଦେଶ ମା ଶୁଣ। ଗଦ ଗଦରେ କପି କହି, ନୟନୁ ଲୋତକ ବହଇ। ସୀତା ସତୀଙ୍କର ବିୟୋଗ, ବିରହେ ରାମ ମହାଭାଗ। ମୋତେ ଯେ କହିଛନ୍ତି ଫେଇ, ସବୁ ତ ଓଲଟା ଲାଗଇ। ନବୀନ କିଶଳୟ ଜାଣ, ଲାଗଇ ମୋତେ ହୁତାସନ। ରାତ୍ରି ଯେ କାଳ ରାତ୍ରି ସରି, ଚନ୍ଦ୍ର ଲାଗନ୍ତି ସୂର୍ଯ୍ୟ ପରି। କୁମୁଦ କାନନ ତୁ ଜାଣ, ଲାଗଇ କୁନ୍ତ ଗୁଚ୍ଛ ସମ। ଆକାଶ ମେଘ ବରଷଇ, ତପ୍ତ ତୈଳ ସମ ସେ ହୋଇ। ଚକ୍ଷୁସ୍ରବାଣୀ ଶ୍ୱାସ ସମ, ଲାଗଇ ମଳୟ ପବନ। ଯେତରୁ ତଳେ ମୁଁ ବସଇ, ତା ଛାଇ ଉତ୍ତପ୍ତ ଲାଗଇ। ଏ ଜଗତରେ ମୋର ହିତେ, ଜଡ଼ ଚେତନ ଥିଲେ ଯେତେ।
ସେ ସମସ୍ତ ଏବେ ଦାରୁଣ ଦେଉଛନ୍ତି ଯେ ପୀଡ଼ା ଜାଣ। ଦୁଃଖ ଯେ ଅନ୍ୟ ଆଗେ କହି ଦୁଃଖ ଯେ କିଛି ଲଘୁ ହୋଇ ମାତ୍ରକେ ବୁଝିବ ବେଦନା ଅନ୍ତର ଜଳେ ଦୁଃଖ ସିନା। ହେ ପ୍ରିୟା ତୋହର ମୋହର ବୁଝିବ ମହତ ପ୍ରେମର କେବଳ ମନ ଯେ ମୋହରି ଜାଣଇ ତତ୍ତ୍ୱ ଯେ ତାହାରି। ସେ ମନ ଏବେ ପାଇବୋଧ ତୋଠାରେ ହୋଇଛି ଆବୋଧ ଏଥିରୁ ମୋର ପ୍ରୀତି ରସ ବୁଝି ପ୍ରିୟା ତୁ ହୋଇ ତୋଷ। ସନ୍ଦେଶ ପ୍ରଭୁଙ୍କର ଶୁଣି ଆନନ୍ଦ ଜନକ ନନ୍ଦିନୀ ହୋଇଲେ ସେ ପ୍ରେମ ମଗନ ହଜିଲା ଦେହ ଆଉ ଜ୍ଞାନ। ସୀତାଙ୍କୁ କହେ କପିବର ହୃଦୟରେ ଏବେ ଧୈର୍ଯ୍ୟ ଧର ସୁମର ଶ୍ରୀରାମଙ୍କୁ ମାତା ସେ ଯେ ଭକତ ସୁଖଦାତା। ହୃଦୟେ ପ୍ରଭୁଙ୍କୁ ସୁମର ତାଙ୍କର ପ୍ରଭୁତା ବିମଳ ଏବେ ମୋହର ବାଣୀ ଶୁଣି ବିକଳ ନ ହୁଅ ଜନନୀ। ଶ୍ରୀରାମ ବାଣ ହୁତାସନ ରାକ୍ଷସ ପତଙ୍ଗ ସମାନ ହୃଦ ମନରେ ଧୈର୍ଯ୍ୟ ଧର ଦୈତ୍ୟ ଯେ ଜଳିବେ ଏଥର। ଭାରତ ଯେବେ ରଘୁନାଥ ପାଇଥାନ୍ତେ ଯେ ଯଥାର୍ଥ କେବେ ବିଳମ୍ବ ସେ ନ କରି ଥାନ୍ତେ ପ୍ରଭୁ ନରହରି। ଉଦିତ ସୂର୍ଯ୍ୟଙ୍କ ସମାନ ଶ୍ରୀରାମ ବାଣ ବଳବାନ ଦୈତ୍ୟଗଣ ଯେ ନିଶାସମ ଜୀବନେ ବଞ୍ଚିବେ କେଶନ। ଏବେ ମୁଁ ତୁମ୍ଭଙ୍କୁ ଜନନୀ ନେଇଯାଆନ୍ତି ସଙ୍ଗେ ଘେନି ପ୍ରଭୁଙ୍କ ଆଜ୍ଞା ମୋତେ ନାହିଁ ହୋଇବି ତାଙ୍କ ପାଶେ ଦ୍ରୋହୀ। ମାତା ତୁ ଆଉ କିଛି ଦିନ ହୃଦୟ ଧୈର୍ଯ୍ୟ ତୁ ଘେନ ରୁକ୍ଷ କପି ସେନା ସଙ୍ଗର ଏଥି ପ୍ରବେଶୀ ରଘୁବୀର। କରିବେ ରାକ୍ଷସ ବିନାଶ ରକ୍ଷିଣ ତିନି ପୁରେ ଯଶ ତୁମ୍ଭଙ୍କୁ ଧରିବେ ମାଏ ଦେଖିବେ ସ୍ୱର୍ଗେ ଦେବତାଏ। ଆକାଶ ପୁଷ୍ପ ହେବ ବୃଷ୍ଟି ଉଶ୍ୱାସ ଲଭିବ ଏ ସୃଷ୍ଟି ଏମନ୍ତ କପି ବାକ୍ୟ ଶୁଣି କହନ୍ତି ଜନକ ନନ୍ଦିନୀ। ରେ ପୁତ୍ର ଏବେ ତୁ ହି ଶୁଣ କ୍ଷୁଦ୍ର ଯେ ତୋହରି ସମାନ ଅଛନ୍ତି କପି ସେନାଗଣ କି କରିବେ ରୁକ୍ଷ ଭବନ। ଲଙ୍କାରେ ରାକ୍ଷସ ଯେତେକ ବଳବାନ ସେ କୁଏକ 60 ହାତର ପ୍ରମାଣ ସବୁରି କଳେ ବରମାନ। ସତୀ କହନ୍ତି ହନୁମାନ ପରମ ସନ୍ଦେହ ମମନ ଶୁଣିଣ ସୀତାଙ୍କ ସନ୍ଦେହ ପ୍ରକଟ କଲା ନିଜ ଦେହ। କନକ ପର୍ବତ ପରି ଦିଶଇ ହନୁମାନ ସରି ଯୁଦ୍ଧରେ ହା ବଳବନ୍ତ ଏ ମହାବୀର ହନୁମନ୍ତ। ହୋଇଲା ଭରସାଏ ସନ ଦେଖିଏ ରୂପେ ହନୁମାନ ସୀତାଙ୍କ ପଦେ ପ୍ରଣମିଲା କ୍ଷୁଦ୍ର ରୂପରେ ପ୍ରକଟିଲା। ଜଗତେ ବଳ ବୁଦ୍ଧିହୀନ ବାନର କୁଳ ସିନା ଜାଣ ଲଭିଲେ ପ୍ରଭୁ କୃପା ଫଳ ସର୍ପ ହୁଏ ଗରୁଡ଼ କାଳ। ଯେ ରାମ କୃପା କୁଲ ଭଇ ତାହାକୁ କାଳ ଯେ ଡରଇ ଏମନ୍ତ କପି ବାଣୀ ଶୁଣି ହରସ ଜନକ ନନ୍ଦିନୀ। ବିଶେଷ ବଳ ତେଜ ଭକ୍ତି ଦେଖି ହରସ ସୀତା ସତୀ ତୁମ୍ଭର ବଳ ବୁଦ୍ଧି ବୃଦ୍ଧି ହେଉ ସକଳ କାର୍ଯ୍ୟ ସିଦ୍ଧି। ରାମ ଭକତେ ଆଶୀର୍ବାଦ ବୋଇଲେ ହେଇ ନିର୍ବିବାଦ ହୁଅ ତୁ ଅଜର ଅମର ଗୁଣ ନିଧି ହେ ପୁତ୍ର ମୋର। ଶ୍ରୀରାମ ପଦେ ସଦା ଭକ୍ତି ହେଉ ତ ସ୍ଥିର ବୁଦ୍ଧିମତି ସେ ପ୍ରଭୁ ସଦୟା କରିବେ ସକଳ ବିଘ୍ନକୁ ଖଣ୍ଡିବେ। ଶୁଣିଣ ଏମନ୍ତ ଭାରତୀ ଆନନ୍ଦେ ହୋଇଲା ମାରୁତି ପରମ ପ୍ରେମରେ ମଗନ ହୋଇଲା କେଶରୀ ନନ୍ଦନ। ସୀତାଙ୍କ ପାଦେ ବାରମ୍ବାର ହନୁ ଯେ ଲଗାଇଲା ଶିର ମାରୁଚି ଦୁଇ କର ଯୋଡ଼ି କହେ ଉତ୍ତର ପାଦେ ପଡ଼ି। ମାତ ମୁଁ ହୋଇଲି ନିର୍ଭର ଜାଣଇ ଏ ସାରା ସଂସାର ତୁମ୍ଭର ଆଶୀର୍ବାଦ ସତ୍ୟ
ଧନ୍ୟ ହୋଇଲି ଲଭିମାତ ମାତା ମୋ ବାନର ଧମ ଏଥି ବହୁତ ଫଳମାନ ଦକ୍ଷିଣ କ୍ଷୁଧାରେ ଉଦର ହେଉଛି ମୋହର ଆକୁଳ ସୀତାୱାଚ ସାଦରେ କପି ବାଣୀ ଶୁଣି ବୋଲନ୍ତି ସତୀ ଶିରୋମଣି ଶୁଣରେ ପୁତ୍ର ହନୁମାନ ଦେଖୁଛୁ ଏ ଯେଉଁ ବିପିନ ଅଛନ୍ତି ବହୁ ରଖୁଆଳ ସମସ୍ତେ ବପୁ ବଳଶୀଳ ଜାନକୀ କଥା ଶୁଣ ଗିର ବୋଲଇ ହନୁମନ୍ତ ବୀର କହେ ହନୁମାନ ତୁମର ମନ ସ୍ୱଚ୍ଛ ଥିଲେ ମାତର ତାହାଙ୍କୁ ଭୟ ନାହିଁ ମୋର ମନରୁ ଚିନ୍ତା ଦୂର କର ବାନର ବଳ ବୁଦ୍ଧି ଦେଖି ଯାଓରେ କହନ୍ତି ଜାନକୀ ରାମଚରଣେ ରଖି ମନ ଖାଓରେ ମିଠା ଫଳମାନ ସୀତାଙ୍କ ପାଦକୁ ବନ୍ଦିଣ ହନୁ ଚଳିଲା ମଧୁବନ ବୃକ୍ଷ ଉପାଡ଼ି ଭାଙ୍ଗି ଡାଳ ବାନର ଖାଏ ମିଠା ଫଳ ବହୁତ ରଖୁଆଳ ତହିଁ ଥିଲେଟି ଉପବନେ ରହି ବାନର କାହାକୁ ମାଇଲା କେହୁ ଭୁବନକୁ ଧାଇଁଲା କେ ଭଏ ଉପବନୁ ଭାଗେ କେହୁ କହେ ରାବଣ ଆଗେ ଭୋଦେବ କାହୁଁ କପି ଆସି ଅଶୋକ ବାଟିକାରେ ପଶି କରଇ ଦେଖ ଛାର ଖାର କାହାକୁ ନାହିଁ ତାର ଡର ବାର ତାରା ବଣ ଶୁଣିଲା ବହୁ ବୀର ସ୍ୱର ପେଶିଲା ଦେଖି ବହୁତ ସୁରବୀର ଗର୍ଜଇ ପବନ କୁମାର ସକଳ ରାକ୍ଷସ ଦେଖିଣ ମାଇଲା କପି ଗୋଡ଼ାଇଣ କେତେ ଯେ ଦର ମରା ହୋଇ କେତେକ ଗଲେ ବାର୍ତ୍ତା ନେଇ ରାବଣ ପଠାଇଲା ବୀର ତହିଁକି ଅଶୋକ କୁମାର ବହୁତ ସୈନ୍ୟ ଘେନି ସଙ୍ଗେ ଚଳଇ ସେ ଅସୁର ରଙ୍ଗେ ତାକୁ ଆସିବାର ଦେଖିଣ ଉପାଡ଼ିବ ବୃକ୍ଷମାନ ପିଟି ପିଟି ତାହାକୁ ମାରି ହନୁ କରଇ ସିଂହରଡ଼ି ମାଇଲା କାହାକୁ ମର୍ଦିଲା କାହାକୁ ଧୂଳି ସାତ କଲା ରାକ୍ଷସ କେବା ବଞ୍ଚି ପ୍ରାଣେ ଯାଇଣ କହଇ ରାବଣେ ଭୋଦେବ ଏ ମର୍କଟ ବଳି ମାରିବ ସମସ୍ତଙ୍କୁ ଧରି ପୁତ୍ରର ବଧ ଶୁଣି ଗିର ଅତି କ୍ରୋଧରେ ଦଶ ଶିର ପଠାଏ ମେଘନାଦ ବୀର ବୀରଙ୍କ ମଧ୍ୟେ ବୀରବର ପଠାଇ ସୁତେ କହେ ବାଣୀ ନ ମାରି ବାନ୍ଧି ଆସ ଘେନି ଦେଖିବା ମର୍କଟ ସାହସ କାହୁଁ ଆସିଛି କେତାଇଶ ଚଳଇ ବୀର ଇନ୍ଦ୍ରଜିତ ସେ ବୀର ଯୋଦ୍ଧା ଅତୁଳିତ ଶୁଣି ତାହାର ଭାତୃବଧ ମନରେ ଭରି ବହୁ କ୍ରୋଧ ଆସଇ ଦେଖିଲା ବାନର ବହୁତ ଦାରୁଣ ଏ ବୀର ରାବ ଯେ କିଳି କିଳା କରି ହନୁ ଧାଇଁଲା ଗଦା ଧରି ବିଶାଳ ତରୁ ଉପାଡ଼ିଲା ମେଘନାଦ ପରେ ଫିଙ୍ଗିଲା ଭାଙ୍ଗିଲା ଇନ୍ଦ୍ରଜିତ ରଥ ଫିଙ୍ଗିଲା ଦୂରକୁ ତୁରନ୍ତ ତା ସଙ୍ଗେ ଥିଲେ ଯେତେ ବୀର ଶୋକରେ ମର୍ଦିଲା ବାନର ତାହାଙ୍କୁ ମର୍ଦି ନିଜ ଅଙ୍ଗେ ଯୁଝଇ ଇନ୍ଦ୍ରଜିତ ସଙ୍ଗେ ସତେ କି ଗଜରାଜ ଦୁଇ ରଣରଙ୍ଗରେ ମତ ହୋଇ ମୁଥାଏ ମାରିଣ ତାହାକୁ ଚଢ଼ିଗଲା ହନୁ ଗଛକୁ ଦୈତ୍ୟ ଯେ କ୍ଷଣେ ମୂର୍ଚ୍ଛା ଗଲା ଉଠିଣ ମାୟା ଆରମ୍ଭିଲା ବହୁ ମାୟାରେ ଦୁରାଚାର ଜିଣି ନହିଲା କପିବର ବ୍ରହ୍ମାସ୍ତ୍ର ସେ ସନ୍ଧାନିଲା ଦକ୍ଷିଣ କପି ବିଚାରିଲା ମୁଁ ଯେବେ ଏହି ବ୍ରହ୍ମସର ନ ରଖେ ମର୍ଯ୍ୟାଦା ତାହାର ମହିମା ଅପାର ନାଶ ହେବ କରେ ବିଚାର ଦୈତ୍ୟ ଯେ ବ୍ରହ୍ମସର ମାରି ବାନ୍ଧଇ ହନୁମାନେ ଧରି ପଡ଼ୁ ପଡ଼ୁ ସେ ହନୁମାନ ମାରେ ବହୁ ଅସୁର ସୈନ୍ୟ ବୁଝିଲା ଯେବେ ସେହି ଦୈତ୍ୟ କପି ହୋଇଲାଣି ମୂର୍ଚ୍ଛିତ ବାନ୍ଧି ତାହାକୁ ନାଗ ଫାସେ
ନେଇ ନ ଗଲା ପିତା ପାଶେ। ଶିବ କହନ୍ତି ଉମା ଶୁଣ ସୁମରିବାରେ ଯାର ନାମ। ଏ ଭବ ବନ୍ଧନ କାଟନ୍ତି ସୁଜ୍ଞ ନର ଯେ ସନ୍ଥ ଜ୍ଞାନୀ। ବନ୍ଧନେ ପଡ଼ି ତାଙ୍କ ଦୂତ ବସ କି ହେବ ହନୁମନ୍ତ। ପ୍ରଭୁର କାର୍ଯ୍ୟ ଲାଗି ବସ ହୋଇ ଶହେ କପି କଳେଶ। ବନ୍ଧା ହୋଇଲା ହନୁମାନ ଶୁଣି ଧାଇଁଲେ ରୁକ୍ଷଗଣ। କୌତୁକ ପାଇଁ ତାକୁ ନେଲେ ସଭାପୁରରେ ଉଭା କଲେ। ରାବଣ ସଭାକୁ ନୟନେ ଦେଖିଣ ଆଚମ୍ବିତ ମନେ। ଦେଖିଣ ରାବଣ ପ୍ରଭୁତ ଆଶ୍ଚର୍ଯ୍ୟ ହୋଇ ବାୟୁସୁତ। ସମସ୍ତ ସୁର ଦିଗପାଳ ଭୟେ ଅଛନ୍ତି ଯୋଡ଼ିକର। ଚାହାନ୍ତି ଭୃକୁଟିକୁ ତାର ସମସ୍ତେ ହୋଇଣ ଆକୁଳ। ଏମନ୍ତ ପ୍ରତାପ ଦେଖିଣ କେବେ ନ ଡରେ ହନୁମାନ। ଗରୁଡ଼ ପକ୍ଷୀ ଡରଇକି ଅହିର ଆଡ଼ମ୍ବର ଦେଖି। ରାବଣ କପି କିୟ ନାହିଁ କଟୁବାଣୀ ସେ କ୍ରୋଧେ କହି। ସୁମରି ପୁତ୍ର ମୃତ୍ୟୁ ତାର ହୃଦେ କାନ୍ଦେ ହୋଇ ବିକଳ। ରାବଣ କହେ କ୍ରୋଧ ଭରେ କାହିଁର ବାନର ତୁଆରେ। କାହାର ବଳେ ଛାର ଖାର କଲୁ ମଧୁବନ ବାନର। କେବେ କି କାନେ ନାହୁଁ ଶୁଣି ମୋ କଥା ଶଠ ଶିରୋମଣି। ରେ ଶଠ ଶୁଣି ମୋର କଥା ହୃଦେ ତ ନାହିଁ ଭୟ ବ୍ୟଥା। କେଉଁ ଅପରାଧରେ ତୁହି ମାଇଲୁ ଅସୁର ଗୋଡ଼ାଇ। ନାହିଁ କି ଆରେ ଶଠ ତୋର ଜୀବନରେ କାହାକୁ ଡର। ଏମନ୍ତ ଶୁଣି ହନୁମାନ କହେ ଶୁଣ ଶଠ ରାବଣ। ଯାହାର ଆଜ୍ଞା ମାନି ମାୟା ରଚଇ ସଂସାରର କାୟା। ବ୍ରହ୍ମା ବିଷ୍ଣୁ ଯେ ମହେଶ୍ୱର ପାଳନ କରି ଆଜ୍ଞା ଯାର। ସୃଷ୍ଟିକୁ କରନ୍ତି ପାଳନ କରନ୍ତି ସଂହାର ରକ୍ଷଣ। ଯାର ଆଜ୍ଞାରେ ଅହିପତି ଧରାକୁ ମସ୍ତକେ ଧରନ୍ତି। ସୁର ସନ୍ଥ ତାରଣ ପାଇଁ ଯେ ଦେହ ବହୁତ ଧରଇ। ତୋ ପରି ମୂର୍ଖେ ଶିକ୍ଷା ଦେଇ ସଂସାରେ ଧର୍ମକୁ ସ୍ଥାପଇ। କଠିନ ଶଙ୍କର କୋଦଣ୍ଡ ଯେ ପ୍ରଭୁ କରିଥିଲେ ଖଣ୍ଡ। ତୋ ପରି ଲକ୍ଷ ଲକ୍ଷ ରାଜା ଫେରିଲେ ପାଇ ଯଉଁ ଲଜ୍ଜା। ତ୍ରିଶିରା ଦୂଷଣ ଯେ ଖର ନାସିଲେ ବାଳି ଆଦି ବୀର। ଯାବଳ ମାତ୍ର ଲେଶ ପାଇ ଜିଣିଲୁ ବ୍ରହ୍ମାଣ୍ଡକୁ ତୁହି। ଜାନାରି କରିଛୁ ହରଣ ତାଙ୍କ ଦୂତ ମୁଁ ହନୁମାନ। ବଳ କଥା ମୁଁ ସବୁ ତୋର ଜାଣଇ ମୂରୁଖ ପାମର। ସହସ୍ର ବାହୁ ତୁଲେ ତୁହି ସମର କରିଥିଲୁ ଯାଇ। ବାଳିର ତୁଲେ ଯୁଦ୍ଧ କରି ଲଭିଲୁ ଯଶ କେତେ ହାରି। ହେମନ୍ତ ଶୁଣି ଦଶ ଶିରି ଉଠଇ ଅଟ୍ଟହାସ କରି। ରାବଣେ କହେ କପିବର କ୍ଷୁଧାରେ ଖାଇଲି ମୋ ଫଳ। ସ୍ୱଭାବେ ମୁଁ ଅଟେ ବାନର ତାଡ଼ିଲି ବୃକ୍ଷ କୁଶକଳ। ଦେହ ସବୁରି ଅଟେ ପ୍ରିୟ ହେ ରାଜା ଅନ୍ୟ କିଛି ନୁହଁ। ତୋ ମନ୍ଦ ବୁଦ୍ଧି ଦୈତ୍ୟ ଗଣ ମୋତେ ମାଇଲେ କି କାରଣ। ଯେଉଁ ଦୈତ୍ୟ ମୋତେ ମାରଇ ମୁଁ ତାକୁ ମାଇଲି ଗୋଡ଼ାଇ। ତହୁଁ ବାନ୍ଧିଣ ଇନ୍ଦ୍ରଜିତ ମୋତେ ଆଣିଛି ତବ ସୁତ। ବାନ୍ଧିଲା ବୋଲି ନାହିଁ ଲାଜ ମୁହୂର୍ଷ ହେବ ପ୍ରଭୁ କାର୍ଯ୍ୟ। କର ଯୋଡ଼ୁଛି ମୁଁ ରାବଣ କରଇ ବିନତି ମଘେନ। ମୋର ଶିକ୍ଷା କଥା ଯେ ବାରେ ଶୁଣ ତୁ ଦୈତ୍ୟପତି ଥରେ। ଗରବ ତେଜ ନିଜ କୂଳ ପଦ୍ଧତି କର ତୁ ବିଚାର। ଭ୍ରମକୁ ଏଡ଼ି ତୁହି ଭଜ ଦୁଃଖ ହାରି ପଦ ସରୋଜ। କାଳ ନାଶଇ ଚରାଚର ସେ ମଧ୍ୟ ନାଶେ ସୁରାସୁର। ସେ କାଳ ପ୍ରଭୁଙ୍କୁ ଡରଇ ଭୟ ଯେ ଥର ହର ହୋଇ। ସେ ପ୍ରଭୁ ତୁଲେ ତୁ ରାବଣ ନକର ଶତ୍ରୁ ଆଚରଣ। ରାବଣ ମୋର ବୋଲ କର ସୀତା ସମର୍ପି ସେ ପୟର। ପ୍ରଣତ ପାଳ କୃପା ସିନ୍ଧୁ
ଖରାରେ ରଘୁକୁଳ ଇନ୍ଦୁ ରଖିବେ ପଶିଲେ ଶରଣ ପାଶରିତ ପ୍ରାଧ ଜାଣ ଶ୍ରୀରାମ ଚରଣ ପଙ୍କଜ ହୃଦୟ ଧରି ନିତ୍ୟ ଭଜ ଲଙ୍କାରେ ଅଚଳ ରାଜୁତି ଭୋଗ କର ତୁ ଲଙ୍କାପତି ଯଶ ପୁଲସ୍ତ୍ୟ ଋଷିଙ୍କର ଅଟଇ ଚାରୁ ଶଶଧର ପବିତ୍ର ବଂଶ ଯଶ ଗୁଣ ନ ହୁଅ କଳଙ୍କ ରାବଣ ରାମ ନାମ ବିନାଏ ବାଣୀ ଶ୍ରୁତି ମଧୁର ନହେ ପୁଣି ବାରେ ତୁ ଘେନ ମୋ ବଚନ ଶ୍ରୀରାମ ପଦେ ଦିଅ ମନ କାମ ମଦ ମୋହକୁ ତେଜ ଶ୍ରୀରାମ ନାମ ତୁ ହି ଭଜ ପିନ୍ଧିଣ ସବୁ ଅଳଙ୍କାର ନ ପିନ୍ଧିବ ସନ ସୁନ୍ଦର ଦିଶେ କି ସୁନ୍ଦରୀ ନାଗରୀ କହତ ସଭା ତୁ ସୁରାରୀ ଯେ ଜନ ଶ୍ରୀରାମ ବିମୁଖ ପ୍ରଭୁ ତା ସମ୍ପତ୍ତି ଯେ ସୁଖ ଥିଲେ ନଥିଲା ତାର ସରି ଖ୍ୟାତି ମିଳିଲେ ଦୁଃଖ ପରି ଜଳ ନାହିଁ ଯେ ତଟ ନୀର ବର୍ଷାନ୍ତେ ଶୁଷ୍କ ରହେ ଚିର ପ୍ରତିଜ୍ଞା କରି ହନୁମାନ କହଇ ଶୁଣ ତୁ ରାବଣ ଶ୍ରୀରାମ ବିମୁଖ ଜନର ରଖନ୍ତା ନାହିଁ ଏ ସଂସାର ଆରେ ପାମର ରାମଦ୍ରୋହୀ ତୋତେ ନ ରଖି ବେଟି କେହି ସହସ୍ର ବିଧାତା ଶଙ୍କର ବିଷ୍ଣୁ ନ ରଖିବେ ପାମର ତେଜ ତୁ ଅଭିମାନ ମଦ ଅନ୍ତେ ସଦା ସେ ଦୁଃଖ ପଦ କୃପା ସିନ୍ଧୁ ପ୍ରଭୁ ଶ୍ରୀରାମ ଭଜ ସଦା ତାଙ୍କ ଚରଣ ବୁଝାଇ କହିଲେ ପାବନି ବହୁତ ହିତ କରବାଣୀ ବିବେକ ଭକ୍ତ ଯୁକ୍ତ ଭାଷା ପୁଣି ବିକିରତି ନ୍ୟାୟ ମିଶା ହସି ଅଭିମାନୀ ରାବଣ ଉତ୍ତରି କହେ ସେ ଅଧମ ବାନର ବଡ଼ ଜ୍ଞାନୀ ତୁହି ମୋହର ଗୁରୁ ପ୍ରାୟ କହି ରେଖଳ କପି ମୃତ୍ୟୁ ତୋର ହେଲାଣି ନିକଟ ପାମର ଅଧମ ମର୍କଟଟା ହୋଇ ମୋତେ ବୁଦ୍ଧି ଶିଖାଇ ତୁହି ତା ଶୁଣି କହେ ହନୁମାନ ତୁ ନିଶ୍ଚୟ ମରିବୁ ରାବଣ ତୋ ମତି ଭ୍ରମ ହୋଇଲାଣି କଥା ତ ଜଣା ପଡ଼ିଲାଣି କପିର ଏହି ବାଣୀ ଶୁଣି ଅତି କ୍ରୋଧରେ ବିଂଶ ପାଣି କ୍ରୋଧରେ ହୋଇ ଜର ଜର କହଇ ତୋରିତ ସଂହାର ରାବଣ ବଚନ ଶୁଣିଣ ମାରି ଗୋଡ଼ାନ୍ତି ଦୈତ୍ୟଗଣ ବିଭୀଷଣ ମନ୍ତ୍ରୀ ସହିତ ଏକାଳେ ହୁଏ ଉପସ୍ଥିତ ପାଦରେ ପଡ଼ି ଜଣାଇଲା ବହୁତ ବିନତି ସେ କଲା ଦୂତକୁ ମାଇଲେ ହେ ପ୍ରଭୁ ନାଶ ହୋଇବ ନୀତି ସବୁ ବିଚାରି ଅନ୍ୟ ଦଣ୍ଡ ତାକୁ ଦିଅନ୍ତୁ କିଛି କପିକୁ ଭଲ ବୁଦ୍ଧି ଏ ବିଭୀଷଣ ସକଳେ କହିଲେ ପ୍ରମାଣ ରାବଣ କହେ ହସି କରି ପଠାଅ ଅଙ୍ଗ ଭଙ୍ଗ କରି ଲାଙ୍ଗୁଡ଼ ପ୍ରିୟ ମର୍କଟର ବୁଝାଇ କହଇ ସକଳ କନା ବାନ୍ଧିଣ ଢାଳି ତୈଳ ସମସ୍ତେ ଲଗାଅ ନଳ ବାନର ପୁଛ ହୀନ ହୋଇ ଅତିଷ୍ଠ ହୋଇ ଫେରିବଣି ନିଜ ପ୍ରଭୁ ସଙ୍ଗେ ବାନର ନେଇଣ ଆସିବ ମୁକର ଯାହାର ବଳ ଯଶ ଗୁଣ ଏତେ କବି କରେ ବର୍ଣ୍ଣନ ସେ ପ୍ରଭୁ କେତେ ଯେ ପ୍ରତାପୀ ଦେଖିବା ଯାର ଦୂତ କପି ତାର ବଚନ ଶୁଣି କର୍ଣ୍ଣେ କପି ହସଇ ମନେ ମନେ ବାଗ୍ଦେବୀ ସାହା ହେଲେ ମୋର ମନରେ ଭାସେ କପିବର ରାକ୍ଷସେ ରାବଣ ଆଜ୍ଞାରେ ଯତ୍ନେ ଲାଗିଲେ ଧାତିକାରେ କପି ଯେ ଲାଙ୍ଗୁଡ଼ ବଢ଼ାଇ ନଗର ଖେଳାଏ ବୁଲାଇ ନଗରେ ଥିଲା ଯେତେ ବସ୍ତ୍ର ଅଣ୍ଟଇ ନାହିଁ ତୈଳ ଘୃତ କୌତୁକ ଦେଖିବାକୁ ଠୁଳ ହୋଇଲେ ସର୍ବରକ୍ଷକୂଳ ପାବନି ଲାତ ମାରୁଥାନ୍ତି ସମସ୍ତେ ହସି ଦେଉଥାନ୍ତି ଢୋଲ ବଜାଇଣ ସକଳେ ବୁଲାନ୍ତି ନଗରେ ନଗରେ ସମସ୍ତେ ଦେଇ କରତାଳି ପୁଛରେ ଅଗ୍ନି ଦେଲେ ଜାଳି ଜଳଇ ଅଗ୍ନି ଦେଖି ବୀର ଲଘୁ ରୂପ ହେଲା ବାନର
ଡେଇଁ ଚଢ଼ିଲା ଖର ତଳେ କନକ ଅଟାଳି ଉପରେ। ଦେଖି କପି ଅଟାଳି ପରେ ରାକ୍ଷସଙ୍କର ହୃଦ ଥରେ। ସେ କାଳେ ବାୟୁ ଅଣଚାଷେ ବହିଲା ବିଧାତା ଦେଶେ। କପି ବପୁ ତୁମ୍ଭେ ଆକାଶ ଗର୍ଜଇ କରି ଅଟହାସ। ପର୍ବତ ସମ ଦେହ ତାରି ଲାଗଇ ହାଲୁକା କପିର। ମନ୍ଦିରୁ ମନ୍ଦିର ସେ ଡେଇଁ ବିନା ସଂକୋଚେ ସେ ବୁଲଇ। ଜଳିଲା ଲଙ୍କାର ନଗର ଲୋକେ ହୋଇଲେ କଲବଲ। ଛାତି ମୁଣ୍ଡ ପୋଡ଼ି ସକଳ ବହୁମନ୍ତେ ହୋଇ ବିକଳ। ବାପା ମା ଡାକନ୍ତି କାତରେ ବଞ୍ଚାଇବ କେ ବିପଦରେ। ମୁହିଁ ଯେ ଆଗୁ କହିଥିଲି ନୁହେଟି ବାନର ବୋଲି। ଏକେହୁ ଦେବତା ପ୍ରବର ନିଶ୍ଚୟ ରୂପେ କପିବର। ସାଧୁ ଅବଜ୍ଞା କଲେ ଜାଣ ଫଳଇ ଫଳଟିଏ ସନ। ନଗର ହୋଇ ହତଶିରି ଜଳଇ ସେ ଅନାଥ ପରି। ଏକଇ ନିମିଷେ ଜଳିଲା ଲଙ୍କା କଟକ ଭସ୍ମ ହେଲା। ବିଭୀଷଣର ଘର ଏକା ସେଥିରୁ ପାଇଗଲା ରକ୍ଷା। ଶିବ କହନ୍ତି ଉମା ଶୁଣ ଯାହାଙ୍କ ଭକ୍ତ ବିଭୀଷଣ। ସୃଜନ୍ତି ଅଗ୍ନି ସେହି ଯେଣୁ ରକ୍ଷା ହୋଇଲା ତାର ତେଣୁ। ଓଲଟି ପାଲଟି ନଗର ଜାଳି ସିନ୍ଧୁରେ ଡିଏ ବୀର। ପୁଛ ବୁଝାଇ ଶ୍ରମ ହରି ପୁଣି ଲଘୁରୁ ପକୁ ଧରି। ଜନକ ସୁତାଙ୍କ ଛାମୁର ଉଭା ହୋଇଲା ଯୋଡ଼ିକର। ଦିଅ ମାତା କିଛି ସଂକେତ ଦେଇନଥିଲେ ଜେନେନାଥ। ମଥାମଣି ତହୁଁ କାଢ଼ିଲେ ହନୁକୁ ସତୀ ସମର୍ପିଲେ। ଅତିହର ସେ କପି କରେ ତାହାକୁ ଧଇଲା ଆଦରେ। କହିବୁ ପୁତ୍ର ହନୁମାନ ମୋହର ସାଷ୍ଟାଙ୍ଗ ପ୍ରମାଣ। ତୁମ୍ଭେ ଯେ ଦୟାର ସାଗର ମୋ ମନସ୍କାମ ପୂର୍ଣ୍ଣ କର। ଯଶ ରକ୍ଷକ ଦୀନ ବନ୍ଧୁ ଆରତ ହାରି କୃପା ସିନ୍ଧୁ। ସଂକଟ ମୋର ବେଳୁ ବେଳ ଭାରି ହୋଇଲା ନାଥ ହର। ଇନ୍ଦ୍ରତନୟ କଥା ତୁହି ପୁତ୍ର ତୁ କହିବୁ ଚେତାଇ। ପ୍ରଭୁଙ୍କର ପ୍ରତାପ ବାଣୀ ବୁଝାଇ କହିବୁ ପାବନି। ଏକ ମାସ ମଧ୍ୟରେ ଯେବେ ପ୍ରଭୁ ଏଠାକୁ ନ ଆସିବେ। ଏଣୁ ଜୀବନ ମୋର କପି ଆଉ ନଥିବ କଦାପି। କେମନ୍ତେ ରଖିବି ଜୀବନ କହ ବିଚାରି ହନୁମାନ। ତୋତେ ଦେଖିଣ କପିବର ଶାନ୍ତ ହୋଇଲା ଛାତି ମୋର। ଏବେଠୁ ପୁଣି ସେହି ଦଶା ସେହି ଦିନ ସେହି ମନୀଷା। ସୀତାଙ୍କୁ ବୀର ହନୁମାନ ବହୁ ମନ୍ତରେ ପ୍ରବୋଧିଣ। ଚରଣେ ନତ କରି ଶିର ଲେଉଟିଲା ସେ ମହାବୀର। ତୃତୀୟ ଅଧ୍ୟାୟ। ଫେରିବା ବେଳେ କପିବର ଗର୍ଜିଲା ସିଂହନାଦେ ବୀର। ସେ ନାଦ ଦୈତ ବାମାଗଣ ଶୁଣି ଗର୍ଭ ସ୍ରବିଲେ ପୁଣ। ଲଙ୍ଘିଣ ସମୁଦ୍ର ଅଇଲା ହନୁମାନ କୂଳେ ମିଳିଲା। କିଳି କିଳା ଶବ୍ଦରେ ପୁଣି କମ୍ପାଇ ଦିଏ ସେ ଧରଣୀ। ହରଷି ସରବେ ଚାହିଁଲେ ଆସେ ହନୁମାନ ଦେଖିଲେ। ସର୍ବ କପି ଆନନ୍ଦ ହେଲେ କି ନୂଆ ଜୀବନ ଲୋଭିଲେ। ହନୁର ମୁଖ ଯେ ପ୍ରସନ୍ନ ଦେହେ ଅପୂର୍ବ ଦୀପିମାନ। ଜାଣିଲେ ଆସିଛି ସେ କରି ଶ୍ରୀରାମ କାର୍ଯ୍ୟ ସିଦ୍ଧି କରି। ସରବେ ତାକୁ ଘେରି ଗଲେ ସମସ୍ତ କପି ହର୍ଷ ଭରେ। ଯେପରି ଛଟପଟ ମୀନ ଯଥା କାଳେ ଲଭି ଜୀବନ। ବାନର ଚଳିଲେ ସକଳେ ପଚାରି ପଚାରି ମାର୍ଗରେ। ପଚାରି ବୁଝନ୍ତି ସନ୍ଦେଶ ପ୍ରବେଶ ରଘୁପତି ପାଶ। ପ୍ରବେଶୀ ମଧୁବନେ ଯାଇ ଆରମ୍ଭ କଲେ ଗୋଳ ସେହି। ଅଙ୍ଗଦ ସଙ୍ଗତେ ମିଳିଣ ଖାଆନ୍ତି ତୋଳି ଫଳମାନ। ମଧୁବନରେ ଜଗୁଆଳେ ବିରୋଧ କରନ୍ତି କାନରେ। କପିଏ ମୁଥ ଯେ ମାରନ୍ତି ନିର୍ବୋଧ ସଭଏ ପଳାନ୍ତି। ସୁଗ୍ରୀବେ ଯାଇ ଜଣାଇଲେ ଯୁବରାଜ ଯେ କପି ତୁଲେ। ଛାର ଖାର ଉପବନକୁ କରନ୍ତି ନ ମାନି କାହାକୁ।
ଏମନ୍ତ ସୁଗ୍ରୀବ ଯେ ଶୁଣି ହରସ ମନେ ମନେ ଗୁଣି ପ୍ରଭୁର କାର୍ଯ୍ୟ ସିଦ୍ଧ କରି ଆସିଲେ ଗୋବାନର ଫେରି। ଯଦି ସେ ସୀତା ସମାଚାର ନ ପାଇଥାନ୍ତେ ବାନର କେଉଁ ସାହସେ ମଧୁବନେ ଫଳ ଖାଇଥାନ୍ତେ ସେମାନେ। ଏମନ୍ତ ବିଚାରଇ ବୀର ପ୍ରବେଶିଲେ ସର୍ବବାନର ସୁଗ୍ରୀବ ପଦ ଧୂଳି ଶିରେ ସର୍ବବାନର ଲଗାଇଲେ। ରାଜା ଅତି ଆନନ୍ଦ ମନ କରିଲେ ତାଙ୍କୁ ଆଲିଙ୍ଗନ ଯେତେ କୁଶଳ ବାର୍ତ୍ତା ସର୍ବ ବୋଲିଣ ପୁଛନ୍ତି ସୁଗ୍ରୀବ। ଏ କାର୍ଯ୍ୟ ରାମ କୃପା ବଳେ ସିଦ୍ଧ ହେଲା ଦେବ ସକଳେ। ଏ କାର୍ଯ୍ୟ ସିଦ୍ଧ କଲା ହନୁ ବଞ୍ଚାଇଲା ଆମ୍ଭ ଜୀବନ। ଶୁଣିଣ ସୁଗ୍ରୀବ ଏମନ୍ତ ହନୁକୁ କଲା କୋଳାଗ୍ରତ ହନୁର ତୁଲେ ସଙ୍ଗ ହୋଇ ରାମଙ୍କ ପାଶେ ସେ ଦଳଇ। ଆସିବା ଦେଖି ହନୁମାନ ଆନନ୍ଦ ହେଲେ ରଘୁରାଣ କାର୍ଯ୍ୟ ସିଦ୍ଧି ହୋଇଲା ଜାଣି ଶିଳା ଉପରେ ରଘୁମଣି। ବିଜୟ କଲେ ଦୁଇ ଭାଇ କପିଏ ପ୍ରଣମନ୍ତି ଯାଇ କପିଙ୍କୁ ଅତି ପ୍ରେମାଦର କରନ୍ତି କରୁଣା ସାଗର। ପୁଛନ୍ତି କୁଶଳ ବୋଲିଣ କୁଶଳ ଦେଖି ଶ୍ରୀଚରଣ କହନ୍ତି ଜାମ୍ବବନ୍ତ ବୀର ଶୁଣନ୍ତୁ ପ୍ରଭୁ ରଘୁବୀର। ତୁମ୍ଭର ଦୟା ବଳେ ପ୍ରଭୁ କାର୍ଯ୍ୟ ହୋଇଲା ସିଦ୍ଧି ସବୁ। ଆମ୍ଭ ଜନ୍ମ ସଫଳ ହେଲା ତୁମ୍ଭର କୃପା ଲାଭ ହେଲା। ପବନ ସୁତ ହନୁମାନ ନାଥ କରିଲା ଯେ ସାଧନ ଏହି ସୁଖେ ପ୍ରଭୁ କେଶନ ମୁହିଁ ଯେ କରିବି ବର୍ଣ୍ଣନ। ପବନ ସୁତ ଏ ପବିତ୍ର ବିସ୍ତାରୀ ଅଛନ୍ତି ଚରିତ ଜାମ୍ବବନ୍ତଙ୍କର କରଣୀ ଶୁଣିଲେ ଶ୍ରୀ କୋଦଣ୍ଡ ପାଣି। ଉଠିଣ ପ୍ରଭୁ ହୃଦେ ତାକୁ ଧଇଲେ କୁଣ୍ଡାଇ ହନୁକୁ ବଳଶୀଳତା ଗଲା ଛାଇ ପ୍ରଭୁଙ୍କୁ ରହିଲା ଅନାଇ। କହ ବୁଝାଇ ବାୟୁସୁତ ବୈଦେହୀ ଅଛନ୍ତି କେମନ୍ତ ଜୀବନ ଧାରଣ କରିଛି କହ ହନୁମାନ। ଶ୍ରୀ ରଘୁନାଥ ବାଣୀ ଶୁଣି ହନୁକ ହୋଇ ଯୋଡ଼ି ପାଣି। ଦିବାର ଜନି ତୁମ୍ଭ ନାମ ପ୍ରହରା ଦିଅ ଇଟି ପୁଣ ତୁମ୍ଭ ଧ୍ୟାନ କବାଟ ପ୍ରାୟ କିଳି ଅଛନ୍ତି ସେ ହୃଦୟ। ଚାବି ପ୍ରାୟ ଦେଇ ନିଜର ଚରଣ ଲୋଚନ ଯୁଗଳ କେଉଁ ବାଟରେ ପଞ୍ଚ ପ୍ରାଣ ପଳାଇ ପାରିବ ପବନ। ଆସିବା କାଳରେ ସେ ମୋତେ ବୁଝାଇ କହିଥିଲେ କେତେ ଜୟନ୍ତ କାକ ଉପାଖ୍ୟାନ ଚେତାଇ କହିବାକୁ ପୁଣ। ମଥାମଣିକୁ କାଢ଼ି ମୋତେ ସମର୍ପିଲେ ମାତ ମହାତେ ଶୁଣିଣ ପ୍ରଭୁ ମଥାମଣି ଲଗାନ୍ତି ଉରେ ରଘୁମଣି। ଲୋତକ ଭରେ ଦୁଇ ନେତ୍ରେ କହିଛି ସୀତାବାଣୀ ଯେତେ ହେ ଦିନ ବନ୍ଧୁ ଆର୍ତ୍ତହର ପ୍ରଣତି ମୋର ଘେନା କର। ଅନୁଜ ଲକ୍ଷ୍ମଣ ସହିତେ ଚିନ୍ତଇ ସଦା ମୋହି ଚିତେ ମନ କର୍ମ ବଚନେ ମୋହି ସର୍ବଦା ଅନୁଗତ ରହି। କି ଅପରାଧ ମୁଁ ଦେଖିଲ ମୋତେ ରଘୁନାଥ ତେଜିଲ ଏକମାତର ଅବଗୁଣ ଯାହା ଅଛି ମୋହର ଶୁଣ। ତୁମ୍ଭର ବିରହେ ଶରୀର ନ ତୁଟଇ ଯାହା ମୋହର ଦୋଷୀ ସିନା ମାତ୍ର ଅଟଇ ଯୋଡ଼ା ଦୁଇ ନେତ୍ର। ତୁମ୍ଭର ଦର୍ଶନ ଆସେ ମରଣ ମୋ ଦେହ ନ ଗ୍ରାସେ ନ ତୁଟି ତୁମ୍ଭ ବିରହରେ ଏତନୁ ଯାଆନ୍ତା ଅନଳେ। ନିଶ୍ୱାସ ପବନରେ ଜଳି ଯାଆନ୍ତା ତନୁ ତୁଳା ପରି ଦର୍ଶନ ଲୋଭରେ ମାତ୍ର ଅଧମ ଏହି ଦୁଇ ନେତ୍ର। ବଞ୍ଚିବା ଆଶାରେ ଜୀବନ ସିଞ୍ଚଇ ସେହୁ ଘନ ଘନ ବିରହ ଅନଳକୁ ସେହି ଲିଭାଇ ବଞ୍ଚାଇ ରଖଇ। ମାତା ବିପତ୍ତି ବହୁ ଘୋର ସେ ଦୁଃଖ ନବ ନିବାସାର ହେ ପ୍ରଭୁ ନିମିଷ ପ୍ରତ୍ୟେକ କଳପ ସମବିତେ ତାଙ୍କ ଖଳ ବଳ ଜିଣିଣ ନାଥ ଉଦ୍ଧର ସୀତାଙ୍କୁ ତୁରିତ। ଦୁଃଖ ଶୁଣି ସୁଖ ସାଗର ନେତ୍ରୁ ଝରାଇ ଅଶ୍ରୁ ଜଳ କାୟ ମନ ବାକ୍ୟରେ ଯେହି ମୋହର ଶରଣ ନିହଇ। ସ୍ୱପ୍ନେ କି ଦୁଃଖ ପଡ଼େ ତାକୁ ଯେ ନିତ୍ୟ ଧରେ ମୋ ନାମକୁ
ଏମନ୍ତ ପ୍ରଭୁଙ୍କ ବଚନ ଶୁଣି ବୋଲଇ ହନୁମାନ, ତୁମ୍ଭର ନାମ ସୁମରଣ ଯେ ନିତ୍ୟ ନ କରେ ଭଜନ, କିପରି ତାହାକୁ ଗୋସାଇଁ ବୋଲିବା ସଂସାରରେ ସେହି। ଏକି ବିପତ୍ତି ବଡ଼ କଥା ଦୈତ୍ୟ ନାଶିଣ ହର ବ୍ୟଥା, ହନୁକୁ ଚାହିଁ ରଘୁବୀର ତୋ ପରି ଉପକାରୀ ମୋର। ସୁର ମନୁଷ୍ୟ ମୁନି କେହି ସଂସାର ମଧ୍ୟରେ ଯେ ନାହିଁ, କିଏ ବା ପ୍ରତି ଉପକାର କରିପାରିବି ମୁହିଁ ତୋର। ତୋହର ସନମୁଖେ ମୋର ମନ ହୋଇଲା ଜଭର, ଶୁଣ ହନୁ ତୋହର ଋଣ ଶୁଝି ନ ପାରିବ ଏ ଜନ୍ମ। ହନୁମାନଙ୍କୁ ପୁନଃ ପୁନଃ ଚାହାନ୍ତି ରାଜୀବ ଲୋଚନ, ଶରୀର ପୁଲକ ଉଠଇ ନେତ୍ରରୁ ଅଶ୍ରୁ ଝରୁଥାଇ। ଶୁଣିନ ପ୍ରଭୁଙ୍କ ବଚନ ଶ୍ରୀମୁଖ ଦେଖି ହନୁମାନ, ହନୁର ଅନ୍ତରେ ହରସ କହିଣ ତ୍ରାହି ଜଗଦୀଶ। ଲୋଟଇ ଦୁଇ ପାଦ ଧରି ପ୍ରେମାକୁଳରେ ହୃଦେ ଭରି, କପିକୁ ଉଠାନ୍ତି ସାଦରେ କପି ନ ଉଠେ ଭାବ ଭରେ। ପ୍ରଭୁ ଶ୍ରୀରାମ କଞ୍ଜ କରେ ତାହାର ଶିରେ ପରଶିଲେ, କହୁ କହୁ କଥା ତାଙ୍କର ମୁଗ୍ଧ ଶିବଙ୍କ ଯେ ଅନ୍ତର। ପୁଣି ମନକୁ ସାବଧାନ କରିଣ ମଉଳି ମଣ୍ଡନ, ଆରମ୍ଭ କଲେ ଦିଗମ୍ବର ସୁପୁଣ୍ୟ ସମ୍ବାଦ ସୁନ୍ଦର। ଭୂମିରୁ କପିକୁ ଉଠାଇ ଉରରେ ଲଗାଇଲେ ନେଇ, କର ଧରିଣ ପାଶେ ତାକୁ ଧୀରେ ବସାଇଲେ କପିକୁ। କହରେ କପି ରାବଣର ସୁସୁରକ୍ଷିତ ଲଙ୍କାପୁର, ଯାଇଣ ଯୋଡ଼ିଲୁ କେମନ୍ତ ଦୁର୍ଗ ଯେ ଦୁର୍ଗମ ମହତ। ପ୍ରଭୁଙ୍କୁ ପ୍ରସନ୍ନ ଜାଣିଣ ବୋଲଇ ବୀର ହନୁମାନ, ତେଜିଣ ଅଭିମାନ ଗର୍ବ କହଇ ବଚନ ସେ ଧ୍ରୁବ। ବାନରଙ୍କର ବାହାଦୁରୀ ସଂସାରେ ଜାଣନ୍ତି ସବୁରି, ଏ ଡାଳ ସେ ଡାଳକୁ ଡେଇଁ କୁଦା ମାରିଣ ବୁଲେ ସେହି। ସିନ୍ଧୁକୁ ଲଙ୍ଘି ମୁଁ ମାତର ଗଲିଟି ଯାହା ଲଙ୍କାପୁର, ଭାଙ୍ଗିଣ ଯାହା ମଧୁବନ ମାଇଲି ମୁଁ ଅସୁର ଗଣ। ଏସବୁ ନୁହେଁ ମୋର ବଳ ପ୍ରଭୁଙ୍କ ପ୍ରତାପର ଫଳ, ତୁ ଦୟା କଲୁ ଯାହାଠାରେ ଅଗମ୍ୟ କିସ ଅଛି ତାରେ। ତୋହର ପ୍ରତାପ ନଳ ତୁଳା ଜାଳିବା ମାତ୍ର ଛାର, ଆତ୍ମପୁରୁଷ ପ୍ରାୟ ହୋଇ ସଂସାରେ ଅଛ ସର୍ବଠାଇଁ। ଯେ ଲଭେ ତୋହର ଦୟାକୁ ଦୁବରୁ ହୁଏ ମହାମେରୁ, ଘେନନ୍ତୁ ମୋହର ବିନତି ତୋ ପାଦେ ଅଖଣ୍ଡ ଭକତି। ପ୍ରାପତି ହେଉ ପ୍ରଭୁ ମୋରେ ଯେ ଭକ୍ତି ଶିବ ମତି ହରେ, ଏମନ୍ତ କପି ବାକ୍ୟ ଶୁଣି ଅସ୍ତୁ ହୋଇଲେ ଧନୁଷ୍ପାଣି। ଶିବ କହନ୍ତି ଶୁଣ ଉମା ଶ୍ରୀରାମ ଭାବ ଯାରେ ଜଣା, ଯାହାର ହୃଦେ ଭକ୍ତି ଥିବ ସେ କେବେ ଆନେ ନ ଭଜିବ। ଜାଗ୍ରତ ହୁଏ ସମ୍ବାଦ ଯାହାର ହୃଦୟରେ ଆନନ୍ଦ, ରାମ ଭକତି ମିଳେ ତାରେ ସେ ଧନ୍ୟ ଅଟେ ସଂସାରେ। ଏମନ୍ତ ପ୍ରଭୁ ବାଣୀ ଶୁଣି ବାନର କଲେ ଜୟ ଧ୍ୱନି, ଆନନ୍ଦେ ଜୟ ଧ୍ୱନି କଲେ ବନ ଆକାଶ କମ୍ପାଇଲେ। ତହୁଁ କପିରାଜେ ଡକାଇ ଶ୍ରୀରାମ ପାରୁ ସେ ବସାଇ, କହନ୍ତି ହୁଅ ଏବେ ସଜ ଯିବା ଆଣି ସୀତାଙ୍କୁ ଆଜ। ବିଳମ୍ବ କାହିଁ ଆଉ କଲ ଚଳ ବହନ ଆଗଭର, ମୋହର ଆଜ୍ଞା ଦେଇ ଡାକ ସବୁ ବାନର ସୈନ୍ୟ ଯାକ। ଆକାଶେ ରହିଣ ଦେବତା ଦେଖିଏ କୌତୁକ ବାରତା, କୁସୁମ ବରସି ଚଳିଲେ ଆପଣା ଲୋକେ ସେହୁ ଗଲେ। ସୁଗ୍ରୀବ ଯୁଥ ଯୁଥ କରି ଡକାଏ ସୈନ୍ୟ ଭାଲୁ ହରି, ଘେନିଣ ନାନା ରୂପ ବର୍ଣ୍ଣ ଆସନ୍ତି ସରବେ ବହନ। ରଘୁମଣିଙ୍କ ଶ୍ରୀପୟର ସମସ୍ତେ ଲଗାଇଲେ ଶିର, ଗର୍ଜନ୍ତି କପି ବଳିୟାର ଭଲୁକ ବଳ ବପୁଧର। ଶ୍ରୀରାମ ସର୍ବସୈନ୍ୟ ଚାହିଁ କଳିଲେ ବଳ ତାଅ ନାହିଁ, ରଘୁମଣିଙ୍କ କୃପା ବଳ ପାଇଣ ସର୍ବ କପିକୁଳ।
ପକ୍ଷଯୁକ୍ତ ଗିରି ସମାନ ପ୍ରକଟିଲେ ସେ ବଳବାନ। ହର ସେ ପ୍ରଭୁ ବିଜେ କଲେ ମାର୍ଗେ ସୁଲକ୍ଷଣ ଦେଖିଲେ। ସୀତାଙ୍କ ବାମାଙ୍ଗ ସ୍ଫୁରଇ ଶ୍ରୀରାମ ବିଜୟ ସୂଚାଇ। ସୀତାଙ୍କ ହୁଏ ସୁଶକୁନ ରାବଣର ଯେ ଅଶକୁନ। ବହୁ ଭାଲୁ ମର୍କଟ ଶ୍ରେଣୀ କେହ ବା ପାରିବ ବରଣୀ। ଲଙ୍କା କଟକେ ସେ ଚଳନ୍ତି ଭୀମନାଦରେ ଗରଜନ୍ତି। ଚଳନ୍ତି ଗିରି ବୃକ୍ଷ ଧରି ନଖକୁ ଆୟୁଧ ସେ କରି। ଆକାଶ ଭୂତଳେ ଯାଆନ୍ତି ଆନନ୍ଦେ ଶ୍ରୀହରି ଉଠନ୍ତି। ସିଂହନାଦେ କପି ଚଳନ୍ତି ଦିକ୍ପାଳେ ଡରେ ଚିତ୍କାରନ୍ତି। ମହି ଦିଗଜ ଯେ ଚିତ୍କାରେ ଉଠଇ ଧରି ଗିରିଭରେ। ଗରଭ ଆଲୋଡ଼ି ସାଗର ଉଠଇ ଶଶୀ ଦିନକର। ଧାବନ୍ତି ହୋଇ ମତୁଆଲା କରିଣ ନାଦ କିଳି କିଳା। କିନ୍ନର ମୁନି ନାଗସୁର ଭାବନ୍ତି ଦୁଃଖ ହେଲା ଦୂର। କେଶବ ଈଶ୍ୱର ଶ୍ରୀହରି ପ୍ରବଳ ପ୍ରତାପ ତାଙ୍କରି। ରାମ ରାଘବ ଜୟ ଜୟ ହରଣ କର ଭବ ଭୟ। ଏମନ୍ତ ପ୍ରଭୁ ଗୁଣ ସ୍ମରି ଚାଲନ୍ତି ମର୍କଟ କେଶରୀ। ରୁକ୍ଷ ବାନର ପାପ ଭାର ସହି ନ ପାରି ଶସ୍ତ୍ର ଶିର। ମୁରୁଛା ଯାଇ ବାରମ୍ବାର ଧ୍ୱଂସନ୍ତି ପିଠି କମଠର। ଶ୍ରୀରାମ ପୁଣ୍ୟ ଅଭିଯାନ ସେ ଯେ ଅପୂର୍ବ ସୁଖ ଧାମ। ଏମନ୍ତେ ଯାଇଣ ଶ୍ରୀରାମ ପ୍ରବେଶିଲେ ସିନ୍ଧୁ ପୂଜିନ। ବୁଲି ଭଲୁକ କପିବର କରିଲେ ସୁଫଳ ଆହାର। ଭାବନ୍ତି ନିଶାରେ ଯେ ଗଣ ବାନର ବହୁ ବଳବାନ। ରାକ୍ଷସଙ୍କର ବହୁ ଶଙ୍କା ଯେଦିନ ପୋଡ଼ିଗଲା ଲଙ୍କା। ସରବେ କରନ୍ତି ବିଚାର ରାକ୍ଷସ ଲଭିବେ ସଂହାର। ଯାହାର ଦୂତ ବଳ ମୁଖେ ବରଣି ପାରୁନାହୁଁ ରୁଖେ। ସେ ଯେବେ ଲଙ୍କା ଆସିବ କିଏ ବା ଆଉ ବରତିବ। ଦୂତ ମୁଖ ବାଣୀ ଶୁଣିଣ ମନେ ବିଚାରି ପୁରଜନ। ବ୍ୟାକୁଳ ହୁଅଇ ଅନ୍ତର ମନ୍ଦୋଦରୀ ହୁଏ ଅଧୀର। ରାକ୍ଷସ ରାଜପାଦ ଧରି ଏକାନ୍ତେ କହେ କର ଯୋଡ଼ି। କହଇ ମଧୁର ବଚନେ ନୀତି ବୁଝାଇ ଧୀର ମନେ। ହରି ତୁଲେ ବାଦନ କର ବଚନ ମାନ କାନ୍ତ ମୋର। ମନରେ ହେତୁ କର ସ୍ୱାମୀ ମୋହର ବୋଲ ହିତ ଜାଣି। ଯାହାଙ୍କ ଦୂତ ବାହାଦୁରୀ ଶୁଣିଣ ଏହି ଲଙ୍କାପୁରୀ। ରାକ୍ଷସ ଗୃହିଣୀଙ୍କ ଗର୍ଭନାଥ ହୋଇଲା ଡରେ ସ୍ରବ। ତାଙ୍କୁ ସମର୍ପିତା ଘରଣୀ ଆନନ୍ଦେ ଭୋଗ ଏ ଧରଣୀ। ତୁମ ବଂଶ କମଳ ବନ ସୀତା ଯେ ଶୀତ ରାତ୍ରି ସମ। ନ ଫେରାଇଲେ ସୀତା ସତୀ ତୁମ୍ଭଙ୍କୁ ନାହିଁ ଭଲ ଗତି। ଶଙ୍କର ବାସୁକି ଚାହିଁଲେ ରକ୍ଷା ନ କରିବେଟି ଭଲେ। ରାକ୍ଷସ ଗଣ ଭେକ ସମ ରାମଙ୍କ ବାଣ ସର୍ପ ଜାଣ। ଗ୍ରାସିବା ଆଗୁ ସର୍ବତେଜ ବୁଦ୍ଧି ବିଚାରି ମନେ ହେଜ। ତେଜିଣ ଦମ୍ଭ ଅହଙ୍କାର ପଶ ଶରଣ ସେ ପୟର। ଶ୍ରୀପଦେ ଶରଣ ପଶିଲେ ଅଭୟ ପ୍ରାପ୍ତି ହେବ ଭଲେ। ଆନନ୍ଦେ ରାଜ୍ୟ ଭୋଗ କର ପ୍ରଭୁଙ୍କ ପାଦେ ଆଶ୍ରା କର। ସେ ପ୍ରଭୁ ରାମ ଦୟାମୟ ଦୂର କରିବେ ସର୍ବ ଭୟ। ଶୁଣିଣ ମନ୍ଦୋଦରୀ ବାଣୀ ହସଇ ଶଠ ଅଭିମାନୀ। ନାରୀ ଜାତିର ଏହି ଭାବ ସର୍ବଦା ସଭୟ ସ୍ୱଭାବ। ମୋହର ମଙ୍ଗଳ ସମୟେ କିମ୍ପା ଦେଖାଇ ସେତେ ଭୟ। ମର୍କଟ ଦଳ ଆସି ଯେବେ ମୋହର ପୁରରେ ପଶିବେ। ଖାଇ ତାଙ୍କୁ ଆନନ୍ଦ ମନେ ଯିବେ ଅସୁର ଗଣେ। ଯାହାର ଭୟ ଲୋକପାଳ ଥରନ୍ତି ମନେ ଭରି ଡର। ତାହାର ସ୍ତ୍ରୀ ଡରି ମରେ ହସିବେ ପୁଣି ଏ ସଂସାରେ। ଶଠ ଏତେ କହି ହସିଲା ସ୍ତ୍ରୀକୁ ରେ ଲଗାଇଲା। ମଦ ଗର୍ଭରେ ଯାଇ ହେଳେ ପ୍ରବେଶ ହେଲା ସଭାସ୍ଥଳେ। ମନ୍ଦୋଦରୀର ମନେ ଚିନ୍ତା ବିପରୀତ ହେଲା ବିଧାତା।
ସଭାରେ ବସନ୍ତେ ଦଇତ ସନ୍ଦେଶ ଆସି କହେ ଦୂତ ସିନ୍ଧୁ ତୀରରେ କପି ସେନା ପ୍ରବେଶ କଲେଣି ମଣିମା। ମନ୍ତ୍ରୀଙ୍କୁ ପଚାରେ ରାକ୍ଷସ ବିଚାର ଏବେ ହେବ କିସ। ହସିଣ କହନ୍ତି ସକଳେ କିବା ଡର ଛାର ବାନରେ। ଜିଣିଛି ସୁରାସୁର ଗଣ ଏହାଙ୍କୁ ଡର କି କାରଣ। ମନ୍ତ୍ରୀ ବୈଦ୍ୟ ଗୁରୁ ତିନିହେ ସଭଏ ପ୍ରିୟ ବାଣୀ କହେ। ରାଜ୍ୟ ଦେହ ଧର୍ମ ଏ ତିନି ପଦାର୍ଥ ନାଶ ହୁଏ ପୁଣି। ସେ ଦଶା ହେଲା ରାବଣର ସଭାରେ ସ୍ତୁତି କଲେ ତାର। ଆସିଲେ ବିଭୀଷଣ ବୀର ଚରଣେ ନତ କଲେ ଶିର। ବସିଲେ ଆସନରେ ଯାଇ କହି ଅବସର ପାଇ। କୃପାନିଧି ଯେବେ ପଚାର କରିବାକୁ ମୋତେ ବିଚାର। ବୁଦ୍ଧି ଅନୁସାରେ ମୋହର ଭାଇ ମୁଁ ଦେବି ଯେ ଉତ୍ତର। ନିଜର କଇଲାଣ ଯେବେ ବିଚାର ଶୁଭ ଗତି ଭବେ। ପର ନାରୀର ଆଶା ତେଜ ସୁଜ ସେ ସୁଖେ ଭୋଗ ରାଜ୍ୟ। ନୋହିଲେ ତୁମ୍ଭ ହିତ ନାହିଁ ଚତୁର୍ଥ ଚନ୍ଦ୍ର ପରି ହୋଇ। 14 ଭୁବନରେ ସେହି ଏକ ଛତ୍ରପତି ବୋଲାଇ। ଜୀବର ଦ୍ରୋହେ ଗତି ତାର ହୋଇ ନଷ୍ଟ ହେତୁ ଧର। ମାନବ ଗୁଣର ସାଗର ସର୍ବଜୀବ ଠାରୁ ଚତୁର। ଅଳପ ଲୋଭ ପାଇ ସେହି ଅନେକ ଧନ୍ଦା ସେ ଲୋଭଇ। ଲୋଭ ମଦ କ୍ରୋଧ ଯେ କାମ ଏ ନରକର ବାଟ ଜାଣ। ଏସବୁ ବରଜିଣ ଭାଇ ଭଜ ଶ୍ରୀରାମ ପଦେ ଯାଇ। ଯାହାଙ୍କୁ ସାଧୁ ସନ୍ଥ ଧ୍ୟାନ କରନ୍ତି ସର୍ବଦା ଭଜନ। ଭାଇ ରାମ ନୁହନ୍ତି ନର ଭୂପାଳ ଭୁବନ ଈଶ୍ୱର। ସେ ଯେ କାଳର ଅଟେ କାଳ କାଳ ଯାହାର ପରିଚାର। ପରମ ବ୍ରହ୍ମ ସେ ଅନନ୍ତ ଅନାମ ଅଜ ଭଗବନ୍ତ। ସର୍ବବ୍ୟାପକ ଅର୍ଜିତ ଯାହାର ନାହିଁ ଆଦି ଅନ୍ତ। ଗୁରୁ ବ୍ରାହ୍ମଣ ହିତକାରୀ ସେ ପ୍ରଭୁ ନର ରୂପଧାରୀ। ଶ୍ରୀରାମ ସଜନ ରଞ୍ଜନ କୃପା ସିନ୍ଧୁ ଖଳ ଗଞ୍ଜନ। ବେଦ ଧର୍ମର ଯେ ରକ୍ଷକ ସନ୍ଥ ସୁର ମନୋରଞ୍ଜକ। ବୈରୀ ଭାବ ତେଜି ଭାଇ ପାଦେ ଶରଣ ପଶ ଯାଇ। ସେ ଯେ ପ୍ରଣତ ଦୁଃଖ ହର ରଘୁକୁଳର ଦିବାକର। ସମର୍ପି ତାଙ୍କୁ ବହି ଦେହି ଭଜ ଶ୍ରୀରାମ ପଦେ ଯାଇ। ଯେ ବିଶ୍ୱଦ୍ରୋହ ପାପ କରେ ଶରଣ ସମ୍ଭାଳନ୍ତି ତାରେ। ମନରେ ହେଜ ମହାବୀର ଏ ପ୍ରଭୁ ପ୍ରକଟ ଶରୀର। ଯା ନାମ ନେଲେ କ୍ଷଣେ ଦଣ୍ଡେ ଅଶେଷ ପାପ ହେଲେ ଖଣ୍ଡେ। ପାଦରେ ପଡ଼ି ବାର ବାର ମୋର କହିବା ଘେନା କର। ମାନ ମଦକୁ ତେଜି ଭାଇ ଶ୍ରୀରାମ ପଦେ ଭଜ ଯାଇ। ପୁଲସ୍ତ୍ୟ ଋଷି ଶିଷ୍ୟ ହାତେ ବାର୍ତ୍ତା ପଠାଇଥିଲେ ତୋତେ। ଏ ଅବସରେ ତୋତେ ମୁହିଁ କହିଲି ସେହି କଥା ଭାଇ। ମନ୍ତ୍ରୀର ନାମ ମାଲ୍ୟବନ୍ତ ବିବେକୀ ଚତୁର ପଣ୍ଡିତ। ସେ ବିଭୀଷଣ କଥା ଶୁଣି ମନରେ ତାକୁ ହିତମଣି। କହି ଆହେ ନୃପବର ତୁମ୍ଭର ଭ୍ରାତା ନୀତିଧର। ଯାହା କହିଲେ ବିଭୀଷଣ ମନରେ ତାଙ୍କୁ ତୁମ୍ଭେ ଘେନ। ଏତେକ ଶୁଣିଣ ରାବଣ କହି 62 ଜଣ। ଗାଓ ମୋର ଅଗ୍ରତେ ଆସି ବୈରୀର ବଢ଼ାଇ ମିଶି। ଦୁହିଁଙ୍କୁ କରି ଦିଅ ଦୂର ଗଲେ ମନ୍ତ୍ରୀ ଆପଣାପୁର। କର ଯୋଡ଼ିଣ ଉଭା ହେଲା ତହିଁ ବିଭୀଷଣ ବୋଇଲା। କହି ଭାଇ ଶୁଣ ମୋର ବିନୀତ ଏ ମୋ ଦଶ ଶିର। ବେଦ ପୁରାଣ ଅଛି ଭଣି ଶୁଣନ୍ତୁ ଆହେ ନୃପମଣି। ସୁମତି କୁମତି ଏ ଜାଣ ଅଟଇ ସମସ୍ତଙ୍କ ଗୁଣ। ହୋଇଲେ ଜାଣ ତୁ ସୁମତି ବଢ଼ଇ ଅଚଳ ସମ୍ପତ୍ତି। କୁମତି ଠାରୁ ଉପୁଜଇ ଅପାର ବିପତ୍ତି ଘଟଇ। ତୁମ୍ଭଙ୍କୁ ଗ୍ରାସ ଏ କୁମତି ଫଳଟି ବିପରୀତ ଅତି। ହିତକୁ ମଣୁଛ ହିତ ଶତ୍ରୁଙ୍କୁ ମଣୁ ଅଛ ମିତ୍ର। ନିଶାଚର କୁଳର ଜାଣ ସୀତା ଯେ କାଳ ରାତ୍ରି ସମ। ସୀତାରେ କିମ୍ପା ଇଚ୍ଛା ପ୍ରୀତି ଏ ତୁମ୍ଭ ବିପରୀତ ମତି। ମାଗୁଛି ପାଦ ଧରି କରେ ରଖ ମିନତି ମୋର ବାରେ। ତୁମ୍ଭର ହିତ ଦେବ ଜାଣ
ସୀତା ସମର୍ପି ନେଇ ରାମ ବେଦ ପୁରାଣ ସନମତ ଯେ ବାଣୀ ସାଧୁ ସମର୍ପିତ ଶୁଣାନ୍ତି ନୀତି ମିଶାବାଣୀ ରାବଣେ ବିଭୀଷଣ ଭଣି ଶୁଣି କ୍ରୋଧରେ ଦଶାନନ କହଇ ହୋଇ କମ୍ପମାନ ରେଖଳ ବିଭୀଷଣ ଶୁଣ ତୋହର ଆସନ ନିଧନ ମୋହର ବଳେ ତୋ ଜୀବନ ରହିଛି ପାମର ଜ୍ଞାନ ଶ୍ରୀରାମ ସଦା ଶତ୍ରୁ ମୋର ତା ଶୁଭ କରୁଛୁ ବିଚାର କହ ତୁ କେ ଅଛି ଜଗତେ ଯାରେ ଜିଣିଛି ନିଜ ହାତେ ମୁଖର ହୀନ ମୋର ପୁର ତପି ଗଣ ପ୍ରୀତି ତୋହର ଯା ତୁ ରାମେ କର ପ୍ରୀତି ତାଗେ ବଖାଣି ବୁନିତି ରାବଣ ପଦାଘାତ କଲା ବିଭୀଷଣ ପଦେ ଲୋଟିଲା ତାପାଦିନ ତ କରି ଶିର ବିନତି କରେ ବାରମ୍ବାର ଶଙ୍କର କହନ୍ତି ଗୌରୀ ଏତ ସାଧୁର ବାହାଦୁରୀ ମନ୍ଦ ଯେ ଚିନ୍ତି ବାଜନର ଉପକାରୀ ହୁଏ ତାହାର ତୁମ୍ଭେ ମୋ ଭ୍ରାତା ପିତା ସମ କାନ୍ଦି କହଇ ବିଭୀଷଣ ପ୍ରହାର ମତେ କଲ ତୁମ୍ଭେ ହରି ଭଜନ କର ଏବେ ଏତେ କହିଣ ବିଭୀଷଣ ସକଳେ ଶୁଣ ଏ ବଚନ ସତ୍ୟ ଶ୍ରୀରାମ ଭଗବାନ ସଭା ତ କାଳ ବସ ଜାଣ ସେ ପାଦେ ପଶି ବିଶରଣ ଏହା ମୋ ସଂକଳ୍ପ ଜାଣ ପଶ୍ଚାତେ ନ ଦେ ବୁଟି ଦୋଷ ହୋଇବ ନିଶ୍ଚୟ ତ ବିନାଶ ଚଳିଲା ବିଭୀଷଣ ବୀର ଲୋଡ଼ିଲା ଶ୍ରୀରାମ ପୟର ସେଦିନ ରାକ୍ଷସଙ୍କ ଆୟୁ କ୍ଷୀଣ ହୋଇଲା ଚାହୁଁ ଚାହୁଁ ବୋଲନ୍ତି ଉମା ମୁଖ ଚାହିଁ କୈଳାସପତି ଭୂତ ସାଇଁ ସାଧୁର ହେଲେ ଅପମାନ ବିନାଶ ସକଳ କଲ୍ୟାଣ ରାବଣ ବିଭୀଷଣ ତ୍ୟାଗ କରିଲା ପଡ଼ିଲା ଦୁର୍ଭାଗ୍ୟ ଲଙ୍କାରୁ ବିଭୀଷଣ ହର୍ଷେ ଚଳିଲା ସୀତାପତି ପାଶେ ସତେ ପୁରିବ ତାର ଆସ ଉପୁଜେ ସ୍ରତ ଅଭିଳାଷ ଦେଖିବି ପ୍ରଭୁ ପଦ ଦଳ ଭକତ ସୁଖଦ କୋମଳ ଯେ ପଦ ପର ସେ ପଥର ଅହଲ୍ୟା ହୋଇଲା ନିସ୍ତାର ପବିତ୍ର ହୋଇଲା କାନନ ଦଣ୍ଡକ ପଞ୍ଚବଟୀ ଜାଣ ଯେ ପଦ ସଦା ସୀତା ସତୀ ଅନ୍ତରେ ଚିନ୍ତା କରୁଥାନ୍ତି ଯେ ପଦ ଧାଇଁଲା ପଛରେ ମାୟାକୁ ରଙ୍ଗେ ମାୟା ଧରେ ହର ହୃଦୟରେ ପଦ୍ମ ହୋଇ ଯେ ପଦ ସଦା ବିରାଜଇ ସେ ପାଦ ପଦ୍ମକୁ ଦେଖିବି ନେତ୍ର ମୋ ପବିତ୍ର କରିବି ଆହା ମୋ ବଡ଼ ଭାଗ୍ୟ ଫଳେ ଦେଖିବି ରାମ ପଦ ଡୋଳେ ଯେ ପାଦ ପାଦୁକାକୁ ଧରି ଭରତ ନେଲେ ଶିରେ ଧରି ସେ ପାଦ ପଙ୍କଜର ରଜ ଲଭିବ ଏ ଅଧମ ଆଜ ସପ୍ରେମେ କରିଣ ବିଚାର ପ୍ରବେଶ ହେଲା ସିନ୍ଧୁ ତୀର କପି ଦେଖିଲେ ବିଭୀଷଣ ଭାବିଲେ ପେଶିଛି ରାବଣ ଦେଖିଣ କପି ଗଣେ ତାଙ୍କୁ ସନ୍ଦେଶ ଦେଲେ ସୁଗ୍ରୀବକୁ ଯାଇଣ ରଘୁବୀର ପାଶ ସୁଗ୍ରୀବ କହିଲା ସନ୍ଦେଶ ରାବଣ ଭାଇ ସେହି ବୀର ଲୋଡ଼ଇ ଆସିବ ଛାମୁର ସୁଗ୍ରୀବ ପୁଛନ୍ତି ରାଘବ କୁହନ୍ତୁ ଶୁଭ କି ହୋଇବ ଉତ୍ତରେ ସୁଗ୍ରୀବ କହି ଶୁଣ ଦୟାଳୁ ଭାବଗ୍ରାହୀ ଜନମ ନିଶାଚର ଜନି ତାହାର ମାୟା ନୁହେଁ ଜାଣି କାମର ପିତା ମସ କେହି କି କାରଣେ ସେ ହୁଆ ସଇ ଭେଦ ଆମ୍ଭ ବୁଝିବା ପାଇଁ ଭାବଇ ମୋହି ସେ ଆସଇ ବାନ୍ଧିଣ ରଖିବା ତାହାକୁ ପାଞ୍ଚିଛି ମନେ ମୁଁ ଏହାକୁ କହନ୍ତି ସୁଗ୍ରୀବକୁ ରାମ କହିଲ ଉଚିତ ବଚନ ମାତ୍ର ସଖାପଣ ମୋହର ରଖେ ଶରଣାଗତ ମୋର ପ୍ରଭୁଙ୍କ ବାଣୀ ଶୁଣି ହନୁ ହରସି ଉଠ ଇତାତନୁ ଭକ୍ତ ବତ୍ସଳ ଭାବଗ୍ରାହୀ ତା ବିନୁ କିଛି ଜାଣେ ନାହିଁ ହାନି ହେବ ଭାବି ମନକୁ ତେତେ ଯେ ଶରଣାଗତକୁ ସେ ପାପି ପାମରର ମୁଖ ଚାହିଁଲେ ନ ମିଳଇ ସୁଖ ପାପଙ୍କ ମଧ୍ୟେ ପରମାଦ କୋଟିଏ ବିପ୍ର କରବୋଧ ଶରଣ ପଶିଲେ ମୋଠାରେ ଶରଣ ସମ୍ଭାଳେ ମୋତାରେ ଜୀବ ସମ୍ମୁଖ ହେଲେ ମୋର ଅଭେଦ ପାପ ଖଣ୍ଡେ ତାର ସ୍ୱଭାବ ପାପୀ ଜନଙ୍କର ବିଦିତ ଏ ସାରା ସଂସାର ମନ ତା କେବେ ନ ପଶଇ ମୋର ଭଜନ ନ କରଇ ବିଭୀଷଣର ମତି ଯେବେ ହୋଇଥାନ୍ତା ଖଳ ତେବେ ମୋ ସମ୍ମୁଖେ ସେ କି ଆସନ୍ତା ଜାଣିନ ମତେ ରକ୍ଷହନ୍ତା
ନିର୍ମଳ ଅଟେ ଯାର ଚିତ ଛନ୍ଦ କପଟ ଯେ ରହିତ ସେ ଜନମ ପ୍ରିୟ ଅଟଇ ସେ ଅନ୍ତ କାଳେ ମତେ ପାଇ ଭେଦ ଛିଦ୍ର କରି ରାବଣ ପେଶିଛି ଯେବେ ବିଭୀଷଣ ମୋହର ମନେ କ୍ଲେଶ ନାହିଁ ଶୁଣ ସକଳ କପିତ ହିଁ ସଂସାରେ ଯେତେ ରାକ୍ଷସ ଲକ୍ଷ୍ମଣ କରି ପାରେ ନାଶ ଭୟରେ ପଳାଇ ଆସିଣ ମୋହର ଲୋଡ଼ଇ ଶରଣ ମୋହର ନିଜ ପ୍ରାଣ ପରି ରଖିବି ଭୟ ଦୂର କରି ଭଲେ ଅବାକ ପଟେ ଥାଇ ଘେନିଣ ଆସ ତାକୁ ଯାଇ ଏସନେ ଭାସନ୍ତେ ଶ୍ରୀରାମ ସାଦରେ ଗଲେ କପିଗଣ ହନୁମାନ ଅଙ୍ଗଦ ଦୁଇ ବିଭୀଷଣକୁ ସଙ୍ଗେ ନେଇ ତାହାଙ୍କୁ ପରମ ଆଦରେ ନେଲେ ଶ୍ରୀରାମଙ୍କ ଛାମୁରେ ଦୂରରୁ ଦେଖି ଦୁଇ ଭାଇ ନୟନ ଲୋତକ ଝରଇ ଶୋଭା ଧର୍ମଙ୍କ ଛବି ଦେଖି ତାର ନୟନ ପଡ଼େ ଥକି ଶ୍ରୀରାମ କମଳ ନୟନ ଦୁଃଖୀର ଆରତ ମୋଚନ ଶ୍ୟାମଳ କୋମଳ ଶରୀର ପ୍ରଳମ୍ବ ବାହୁ ଦଣ୍ଡଧର ବିଶାଳ ପ୍ରଶସ୍ତ ହୃଦୟ ଶ୍ରୀମୁଖ ସାରି ଶୋଭାମୟ ଭରିଲା ତାର ନେତ୍ରନୀର ପୁଲକି ଉଠିଲା ଶରୀର ଧୈର୍ଯ୍ୟ ଧରି ସେ ମନର କହଇ ସୁକୋମଳ ଗିର ଭୋରଘୁନାଥ ସୁରପାଳ ମୁହିଁ ଯେ ଜାତ ଦୈତ୍ୟ କୂଳ ଯେଉଁ ରାବଣ ଲଙ୍କାନାଥ ମୁଁ ତାର ଯାକ ନିଷ୍ଠ ଭ୍ରାତ ଏ ଦେହେ ସଦା ପାପେ ରତି ଯେସନେ ଭଲୁ କର ପ୍ରୀତି ସୁଯଶ ଶୁଣି ମୁଁ ତୁମ୍ଭର ଆସିଛି ତେଜି ଲଙ୍କାପୁର ତୁମ୍ଭେ ଯେ ଭବ ଭାରାହାରି ଶରଣ ରକ୍ଷଣ ଶ୍ରୀହରି ତ୍ରାହି କର ଏ ଦିନ ଦୁଃଖୀ ଦୁଃଖ ହରି ଶରଣ ରଖି ଏମନ୍ତ କହି ଦଣ୍ଡବତ କରିଲା ପ୍ରଭୁ ପାଦଗତ ଆନନ୍ଦେ ଗଦ ଗଦ ହୋଇ ଉଭା ହୋଇଲେ ରଘୁରାଇ ଦାନର ବାଣୀ ଶୁଣି କର୍ଣ୍ଣ ପ୍ରଭୁ ହୋଇଲେ ତ ସମନ ହୃଦରେ ତାକୁ ଲଗାଇଲେ ଭୋଜ ପାଶରେ ବାନ୍ଧିଦେଲେ ସାଦରେ ନିଜ ପାଶେ ନେଇ ଅନୁଜ ସହିତେ ବସାଇ ସୁଭାଷର ଭକ୍ତ ମନୋହର ପୁଛିଲେ ବାରଣ କୁଶଳ କୁସ୍ତାନେ ରହି ଅଛ ଯେଣୁ କହ ସକଳ ବାର୍ତ୍ତାୟଣ ଖଳ ଦଳରେ ଦିବାରାତି ନିବାସ ତୁମ୍ଭ ଲଙ୍କାପତି ଧର୍ମେ ମତି କେ ନେ ତୁମ୍ଭର କୁହନ୍ତୁ ସଖା କରି ସ୍ଥିର ମୁଁ ଜାଣେ ସ୍ୱଭାବ ତୁମ୍ଭର ଶଶାଙ୍କ ପରି ଯେ ବିମଳ ତୁମ୍ଭେ ଯେ ନ ଲୋଡ଼ିଅ ନୀତି ପାଳନ କର ସଦା ନୀତି ନରକ ବାସ ପଛେ ହେଉ ଦୁଷ୍ଟ ସଙ୍ଗତ ପ୍ରାପ୍ତି ନ ହଉ ସୁସଙ୍ଗ ଉତ୍ତମ ସଂସାରେ କୁସଙ୍ଗ ଦୁଃଖ ମୋ ବିଚାରେ ଆନନ୍ଦେ କହେ ବିଭୀଷଣ ନିରେଖି ପ୍ରଭୁଙ୍କ ବଦନ ମୋହର ସମସ୍ତ କୁଶଳ ଦର୍ଶନେ ତପଦ ଯୁଗଳ ସହଜେ ଦେହ ନଶ୍ୱର ଜୀବର ଜାଣେ ବିଚାର ସପନେ ନ ପାଏ ବିଶ୍ରାମ ପଥ ଭ୍ରାନ୍ତେ କଲେ ଗମନ ହୃଦୟ ବସେ ଖଳ ବୁଦ୍ଧି ଲୋଭ ମୋହ ମଦ କାମାଦି ନହିଲେ ପ୍ରକଟ ହୃଦର ପ୍ରଭୁ ଧରିଣ ଧନୁଷର ଯୌବନ ତା କାଳ ରାତ୍ରି ମମତା ଅଟେ ତା ତିମିରି ନ ଲଭେ ସୁଖର ସେଲେସ ସଦା ପ୍ରାପତ ରାଗ ଦ୍ୱେଷ ସଦା ବସନ୍ତି ଜୀବ ହୃଦେ ତବ କୃପା ନହିଲେ ଭବେ ଏବେ ତ ପଦ କଞ୍ଜ ଦେଖି ପବିତ୍ର ହେଲା ମୋର ଆଖି କୁଶଳ ହେଲା ସବୁ ମୋର ମେଣ୍ଟିଲା ଭବ ଭୟ ଘୋର ତୋର କରୁଣା ଯାରେ ହୋଇ ତ୍ରିତାପତାକୁ ନ ଲାଗଇ ମୁଁ ନିଶାଚର ଯେ ଅଧମ ଜାଣେ ନା ଶୁଭ ଆଚରଣ ରୂପ ଜାମୁନି କରି ଧ୍ୟାନ ପ୍ରାପ୍ତ ନୁହନ୍ତି ଦର୍ଶନ ଯେ ପ୍ରଭୁ ଅତି ଅଗୋଚର ସେ ମତେ ଲଗାଇଲେ ଉର ଭାଗ୍ୟ ମୋ ଅତି ଅନୁପମ ଦେଖିଲି ପ୍ରଭୁ ସୁଖ ଧାମ ଅଗମ୍ୟ ଯାହା ବ୍ରହ୍ମା ଶିବେ ସେ ପଦ ପ୍ରାପ୍ତ ମତେ ଏବେ କହନ୍ତି ରାମ ତୁମ୍ଭେ ଶୁଣ ମୋର ସ୍ୱଭାବ ବିଭୀଷଣ ଭୁଷୁଣ୍ଡି ଗୌରୀ ଶଙ୍କର ଏତିକି ଜଣଙ୍କୁ ଗୋଚର ଚରାଚର ଦ୍ରୋହୀ ଯେ ଜନ ଶେଷରେ ନିଏ ମୋ ଶରଣ କପଟ ମୋହ ଛଳ ମଦ ବରଜି ଭଜେ ମୋର ପଦ ସାଧୁ ସମାନ ତୋରା ହୁଏ ଅନ୍ତକାଳେ ବୈକୁଣ୍ଠ ଯାଏ କୁଟୁମ୍ବ ବନ୍ଧୁ ପିତା ମାତା ତନୁ ଧନ ପୁତ୍ର ଦୁହିତା ଯୋଖି ଏକାଧାରେ ବନ୍ଧନ
ମୋ ପାଦେ ବାନ୍ଧେ ଯେହୁ ମନ ସମଦର ଇଚ୍ଛାହୀନ ହରସ ଶୋକ ଭୟ ଶୂନ୍ୟ ଯେସନ ଅତି ପ୍ରିୟ ମୋର ସଦା ସହାୟ ହୁଏ ତାର ତୋପରି ସାଧୁ ପ୍ରିୟ ମୋର ମୁଁ ସାଧୁ ପାଇ ଅବତାର ସଗୁଣ ପୂଜା ପ୍ରିୟ ଯାର ପାଳକ ନୀତି ନିୟମର ଦ୍ୱିଜ ପଦରେ ଯାର ପ୍ରେମ ସେ ମୋ ସେବକ ପ୍ରିୟ ଜାଣ ହେ ଲଙ୍କାପତି ଏବେ ଶୁଣ ଏସବୁ ଗୁଣେ ତୁମ୍ଭେ ପୂର୍ଣ୍ଣ ତେଣୁ ପ୍ରିୟର ତୁମ୍ଭେ ଅତି ମୋହର ଅତିଶୟ ପ୍ରୀତି ଶୁଣିଣ ରାମଙ୍କ ବଚନ ଆନନ୍ଦେ ବାନର ସଇନ ଜୟ ଶ୍ରୀରାମ ଉଚ୍ଚାରିଲେ ଚତୁର୍ଦିଗକୁ କମ୍ପାଇଲେ ଏମନ୍ତ ଶୁଣି ବିଭୀଷଣ ମଣଇ କର୍ଣ୍ଣ ରସାୟନ ଶୁଣ ଏ କୋମଳ ଭାରତୀ ନଲଭେ ମନରେ ତୃପତି ଶ୍ରୀରାମ ପାଦେ ପ୍ରଣମଇ ପ୍ରେମେ ହୃଦୟ ଉଚ୍ଛୁଳଇ ଶୁଣନ୍ତୁ ଚରାଚର ସ୍ୱାମୀ ତୁମ୍ଭେ ଯେ ସର୍ବ ଅନ୍ତର୍ଯ୍ୟାମୀ ଶୁଣନ୍ତୁ ଆହେ ପଦ୍ମନାଭ ହୃଦୟ ମଥିଲା ରାଜଲୋଭ ତୋ ପଦ ପ୍ରୀତି ଶ୍ରୋତେ ମିଶି ମୋହର ଲୋଭ ଗଲା ଭାସି ଏବର ମୋହର କାମନା ଦିଅନ୍ତୁ ଜାଣି ମହାମନା ମାଗଇ ପ୍ରଭୁ ଦୟାମୟ ଶିବ କାମ୍ୟ ଭକତି ଦିଅ ଅସ୍ତୁକହୀନ ବୀରବର ଆଣ ବୋଇଲେ ସିନ୍ଧୁ ଜଳ ତୁମ୍ଭର କିଛି ଅଭିଳାଷ ହୃଦୟ ନାହିଁ ଟି ଅବଶ୍ୟ ନିର୍ମଳ ତବ ହୃଦ ମନ ବିଫଳ ନୋହିବ ଦର୍ଶନ ଏତେ କହିଣ ରଘୁରାଇ ରାଜଟିକା ଦେଲେ ପିନ୍ଧାଇ ଆଜ ହୁଁ ତୁମ୍ଭେ ହେଲ ଭାଇ ସୁବର୍ଣ୍ଣ ଲଙ୍କା ପୁରୁଷାଇ ଦେଖି ରାମଙ୍କ ଏବେ ଭାର ହୋଇଲା ବୃଷ୍ଟି କୁସୁମର ରାବଣ କ୍ରୋଧୀ ଅଗ୍ନିଶମ ନିଜ ଶ୍ୱାସ ଘୋର ପବନ ବିଭୀଷଣ ଜଳନ୍ତେ ତହିଁ ତାହାକୁ ବଞ୍ଚାଇଲେ ସାଇ ରାବଣ 10 ମୁଣ୍ଡ କାଟି ପୂଜି ଶିବ ପାଏ ବିଭୂତି ଦର୍ଶନ ମାତ୍ରେ ବିଭୀଷଣ ରାମତା ଦେଲେ ଜାଣି ପୁଣ ଏମନ୍ତ ପ୍ରଭୁ ତେଜିଆନ ଭଜଇ ଜାଣି ଯେ ଅଧମ ପଶୁ ସିଂହ ଲାଞ୍ଜ ବିହୀନ ମଣିବତାରେ ଭାଇ ଜାଣ ବିଭୀଷଣକୁ ଆପଣାର କରିଲେ ପ୍ରଭୁ ରଘୁବୀର ଏତ ପ୍ରଭୁଙ୍କ ରୀତି ଜାଣି ବାନର ମନ ନିଏ କିଣି କହନ୍ତି ସର୍ବ ଉରବାସୀ ସର୍ବଜ୍ଞ ସକଳ ଉଦାସୀ ସେ ସର୍ବରୂପେ ସର୍ବାତୀତ ସେ ପୁଣି ପାଳନ୍ତି ଜଗତ ସେ ଯେ ଜଗତ ହିତକାରୀ ସେ ପ୍ରଭୁ ନର ରୂପଧାରୀ କହନ୍ତି ପ୍ରଭୁ ସୁଗ୍ରୀଷଣ ଲଙ୍କେଶ ସର୍ବ ବୀରଗଣ କେମନ୍ତେ ସାଗର ଭୀଷଣ ଲଙ୍ଘିବାକୁ ହୋ ବୀରଗଣ କୁମ୍ଭୀର ମତ୍ସ୍ୟ ଯେ ମକର ସର୍ପେ ଭରା ଚିର ସାଗର ଅତୀବ ଅଗାଧ ଦୁସ୍ତର ଏ ଯେ ଭୀଷଣ ପାରାବାର ଲଙ୍କାପତି ଯେ କର ଯୋଡ଼ି କହଇ ରାମ ପାଦେ ପଡ଼ି କୋଟିଏ ସିନ୍ଧୁ ଶୋଷି ପାରେ ତୁମ୍ଭର ସାୟକ ପ୍ରହାରେ ତଥାପି ନୀତିକୁ ବିଚାରି କର ବିଚାର ଚାପଧାରୀ ସବିନୟ ଭାସେ ଯେ ଭାସ ସାଗର ଅନ୍ତର କୁତସ ତବ କୂଳ ଗୁରୁ ସାଗର କୀର୍ତ୍ତି ସାଗର ପୁତ୍ରଙ୍କର ସିନ୍ଧୁ ନିଜେ ପ୍ରକଟ ହୋଇ ଉପାୟ ଦେବେ ଟି ବତାଇ ତରିବା ପ୍ରୟାସର ବିନା ଏ ଅପାର ସମୁଦ୍ର ସିନା ଭାଲୁ ବାନର ବହେଳେ ପାର ହୋଇବେ ଯୁଦ୍ଧ ବଳେ କହନ୍ତି ରାମ ଲଙ୍କାପତି ସଖା ତୁ କହିଲୁ ସୁନୀତି ଦୈବ ସହାୟ ହୋଇଲେ କରିବି ତା ଚେତି ବୋଇଲେ ରାମଙ୍କ ବିଚାର ଲକ୍ଷ୍ମଣ ମନକୁ ନ ଆସଇ ପୁଣ ଦୁଃଖ ଜଳରେ ହୃଦ ଭାସେ ଲକ୍ଷ୍ମଣ ଉତ୍ତରରେ ଭାସେ ପ୍ରଭୁ ଦଇବେ କି ଭରସା ସୁଖାଓ ସିନ୍ଧୁ ମୋର ଆଶା ଭୟ ଆତୁର ଯେଉଁନରେ ସେ ସିନା ଦୈବ ଆଶ୍ରା କରେ ଯେ ଜନ ସର୍ବଦା ଅଳସ ଦୈବେ ଡାକେ ଡରେ ଅବଶ୍ୟ ହସି ଉତ୍ତରିଲେ ତା ଶୁଣି ଲକ୍ଷ୍ମଣେ ପ୍ରଭୁ ରଘୁମଣି ପୂର୍ଣ୍ଣ ହୋଇବ ଇଚ୍ଛା ତୋର ସେ ଯାଏ ଧୈର୍ଯ୍ୟ ତୁମ୍ଭେ ଧର ରାଘବ ପ୍ରବୋଧି ଅନୁଜେ କରିଲେ ସିନ୍ଧୁ ତୀରେ ବିଜେ ପ୍ରଣମୀ ସାଗରେ ପୟରେ ବସିଲେ କୁଶାସନ ପରେ ଯେ କାଳେ ଶ୍ରୀରାମ ପାରୁଷ ବିଭୀଷଣ କଲା ପ୍ରବେଶ
संगे संगे विश्रवासुत पठाइला से एक दूत कपट कपि होई दूत देखिला से प्रभु चरित प्रशंसे प्रभुको स्वभाव शरण रक्षण राघव अति प्रेम रे मग्न हेला कपट प्रभाव मेंटिला प्रभुको स्वभाव प्रभावे बनई से प्रकट भावे चिन्हिले शत्रुदूत बोली बाली सुग्रीव पासे मिली सुग्रीव कहइबा नरे शुण सर्वे मुहा भाळे दूतर अंग भंग करी पेशिबा याकु पंगु करी शुणिन सुग्रीव वचन धाइले सर्व कपिगण बुलाइले ताहाकु बांधी गड़ भितर गली कंदी बानरे दूतकु प्रहार करिले बहु प्रकार चित्कार से करन्ते सुधा न छाड़ी देले बहु विधा जहु चित्कारिला से दूत प्रभु श्री रामको शपथ नाशा कर न छेदन कर मोहर व्यर्थ न कर लक्ष्मण ताहाकु डाकिले दया बही न छाड़ी देले मूढ़ रावणे पत्रिका रे बुटी नेई दूत एका कूल घाती पढ़ु ए पत्र पत्रिका लक्षण लिखित मूर्ख को कहिबु बुझाई उदार संदेश गोएहि सीतांकु यथा समान रे समर्पी श्रीराम पୟରେ सुखे से राज्य करु तार नहिले नाश ध्रुव तार अनुज लक्ष्मण पयर दूत जे लगाइला शिर लक्ष्मण गुण बनी हेला शिविरु बाहर होइला श्रीराम जस गुण गुणी लंका रे प्रवेशिला पुणी रावण चरण रे दूत जाई होइला प्रणिपात हसी हसी से दस शिर पचारे कुह समाचार कह दूत एबे उतर सबु कुशल किना तोर कुशले अछि विभीषण मृत्युता हेलाणी आसन राजुति बसी करुथिला जेबे से लंका पुरे थिला एबे से कीट परिपादे दला होइब प्रमादे भल्लुक बानर सहिते आसन्ति मरिबा निमन्ते जेमंत तंडुल संगते कीट काल मुखे आसन्ते सागर दया बही परा पारिब की रखी बिचरा तपस्वी दुई भाई कथा कहिबु विचारिण मथा मोर भय रे ताहांकर हृदय हुए थरहर शुणी मोर जस कीरति फेरी गले कि दुई जति रिपुर तेज बल केते खोली न कहु किंपा मते बुकु होई सुक जोड़ी हाथ सरागे पचारुछ नाथ कहुछि सावधाने शुण क्रोध न करिण राजन तुम्भ भाई हुअन्ते भेट कले ताकु लंका सम्राट रावण दूत चिन्हि कपि देले बहु दंड प्रतापी नासिका कान काटिबार विचार करन्ते मोहर श्रीराम शपथ को देई लभिली निस्तारटी मोहि श्रीराम सैनक बल मुखे बनी न पारे मोर नाना वर्णर भालु कपि अति भयंकर प्रतापी विकट बदन विशाल शरीर अति भयंकर जे पड़ी थिले लंकापुर मारिण अक्षय कुमार तापरी बहु कपि छन्ति सर्वे बलियार अटन्ति विविध नामधारी वीर कठिन कराल विशाल विपुल हस्ती बलधारी प्रतापी बहु नामधारी दिबिन्द मयद कुमुद नल नील गवंगद दधि मुख विकटानन केसरी जाम्बवंत पुण ए सुग्रीवर तुलेश्वरी कोटिए छन्ति तांक परी श्रीराम दयारु तांकर शरीरे अतुलित बल श्रवण जा शुणिछि मोर शुण राजन दश शिर 18 पद्म जे बानर सैन छन्ति ता मध्यर एमंत प्रभु केहि जणे बानर नाही से प्रांगणे तुम्भंकु से जे न जिणिब भयंकर रणे हारिब परम क्रोध जर्जरित समस्ते भिडुछन्ति हाथ श्रीराम आज्ञा न दियन्ति तांक सुख को चाहिछन्ति सर्वे कहन्ति आसिबाकु सिंधु जल को शोषिबाकु के कहे सर्प मत्स्य तुले उपाड़ी पर्वत को जले ठिंगिण बाट तियारी बा सिंधु गर्भ को पोती देवा
कही कहती क्रोधे जली रावणे करिदेवा धूଳି सहजे आशंका मोएबे गर्जन्ती तर्जन्ती सरवे ग्रास करिबे लंका पुरी जालिबे सबु नगरी बलिष्ठ कपि भालु वीर नेता तांक राम ठाकुर एकाकी करी से संग्राम जिणिबे कोटि काल जाण श्रीरामंकर तेज बल बुद्धिर कलना बाहार कोटिए शेष देव बनी न पारिबेटी ताहा जाणी एक ईश्वरे शोषिण पारंती सागर कुपुण विभीषण को से ही वीर पूछती बुद्धि नीति धर सागरे तीरे से बुद्धि रे प्रथमा गंती सिंधु ठारे शुणी हसी दूत आगर कहोई 60 शिर थिलाटी एते बुद्धि जेबे साहा किंपा बानर तेबे सहजे भालु विभीषण शुणुछि सेता कथा मान सागर सन्निध को आसी ठाणी देखाई अछि बसी काहींकि करे बड़पण मिछुआ से ही मूढ़ जन ताहार बुद्धि को कलिली बलर प्रमाण जानिली भीरु से अज्ञान पामर विभीषण मंत्री जाहार ताहार विजय विभूति उणा हुई नीति प्रति खल बुद्धि रावण बाणी रोष हुई दूत शुणी बाहर कला से पत्रिका शेषरे रावण को देला पत्रिका रामंक अनुज मोहाते देले रुक्ष राज पढ़िण हृदय स्थिर कर रक्षा हेले लंकापुर हसीण बाम करे पुण पत्र को धोइला रावण मंत्री को डका पकाइला तत्क्षण पत्र पढ़ाइला पत्र रे लेखा अछि जहा मंत्री पढ़ी शुणाए ताहा रेसठ मूर्खर सईस न कर कुल वंश नाश रे मूढ़ कथारे न माती बेल थाऊ तोरुह चेती श्रीराम विरोध होइण नेले ब्रह्मा शिव शरण हरिब निश्चय तोर प्राण केही न रखी पारे जान गर्भ मानते जीर्ण तु ही रामे शरण पस जाई श्रीराम चरण पंकज भ्रमर प्राय तु ही मज तो भाई सम हुओ तु ही श्रीराम पद हृदय ध्याई न तो बारे राक्षस धाम जालिब तोते राम बाण बन्ही कुंडे सलभ परी जलिबु होई हत सिरी आपे होइण जीवो नाश घेने कुटुंब निज वंश शुणिण भय उपजिला रावण चिंतारे बुड़िला अंतरे भय थाए तार हसई उपर मनर राक्षस मानंकु शुणाई गरबे रावण कहई कथारे बहु आडंबर देखरे एबे तपस्वीर भूमिरे पड़िण मनुष्य रावई छुईबी आकाश तेसन तपस्वी भावई वृथाए आडंबर भाई कही दूत शुण नाथ समस्त कथा अटे सत्य गौरव अहंकार तेज मोर वचन मने हेज हे नाथ परिहर क्रोध श्रीराम न कर विरोध सम्राट अखिल तोहर अटंती श्रीराम ठाकुर तांकर चरित उत्तम पसतु तांकर शरण सुदया करी बेटी तोते अपराध न धरी किंचिते जनक सुता कुतु नेई तांकु समर्पी दैत्य साई फेराओ जानकी तुरित जहु कहिला से ही दूत चरण प्रहार करिला दूत चेत जे होइला किछि समय रे से उठिला रावणे नमस्कार कला जेउठी राम दया धर दूत चलिला से ही ठार श्रीराम पादे प्रणमिला सबु वृत्तांत शुणाइला श्रीराम कृपा बळे से ही दैत्य सुगति गला पाई पूर्व जन्मे दैत्य पुणी थिला जे तपी ज्ञानी मुनि साप्य देले अगस्त्य मुनि से लभिला दैत्य जोनि श्रीराम चरण सुमरी निज आश्रमे गला चली 3 दिन काल बीतिला सिंधु बिनती न शुणिला क्रोधे कहिले प्रभु तु ही भयर बिना प्रीति काहि लक्ष्मण बेगे आणु तु ही मोहर धनुर्बाण जाई
ଅଗ୍ନିଶରକୁ ମୁଁ ପେଶିବି, ସାଗର ପରାଣ ଶୋଷିବି। କୁଟିଳ ମାନବଙ୍କ ଠାର ବୃଥା ପିରତି କରିବାର, ସଂସାରେ 60 ଜନ ତୁଲେ ବୃଥା ବିନୟ ବ୍ୟବହାରେ। ଜନ୍ମ କୃପଣ ତୁଲେ ବୃଥା କହିଲେ ବହୁ ନୀତି ଗାଥା, ଯେ ସଦାରତ ମମତାରେ ସମସ୍ତ ଜ୍ଞାନ ବୃଥା ତାରେ। ବୃଥା କ୍ରୋଧ ତୁଲେ ଜାଣ ସାମ୍ୟ ଭାବର ଉପାଖ୍ୟାନ, ଯେ ଜନ ସଦା କାମରତ ବୃଥା ହରି କଥା ମୃତ। ଟାଙ୍ଗର ଭୂମି ପରେ ବୀଜ ବୁଣିବା ଅନୁଚିତ ହେଜ, ଏତେ କହୀଣ ରଘୁରାଣ ତାପରେ ଚଢ଼ାଇଲେ ବାଣ। ଚାପ ଚଢ଼ାଇ ରଘୁବୀର ସନ୍ଧାନୀ ବିଶିଖ କରାଳ, ଉଦଧି ଅନ୍ତରେ ପ୍ରବଳ ଯାତନା ଉଠେ ବାରମ୍ବାର। ସମସ୍ତ ଉରଗମ କର ମିନ ଯେ ହୋଇଲେ ଆକୁଳ, ଅନ୍ତରେ ଜାଣିଲା ସାଗର ଜଳିବେ ନିଶ୍ଚୟ ଜନ୍ତୁକୂଳ। ସିନ୍ଧୁ କନକ ଥାଳି ଧରି ଅନେକ ଧନ ରତ୍ନ ଭରି, ବିପ୍ର ରୂପରେ ପ୍ରବେଶିଲେ ନିଜ ପଣକୁ ସେ ତେଜିଲେ। ରମ୍ଭା ବୃକ୍ଷେ ଯତ୍ନ କରିଲେ ନ ହୁଏ ଫଳ ନ କାଟିଲେ, ନିଚ ଜନ ସେହି ପ୍ରକାର ତାଡ଼ନା ଦୋଷ କେବଳ। ବିନତି ନ ବୁଝନ୍ତି ଯେତେ ତାଡ଼ନା ବଶ ହୁଅନ୍ତି ତେବେ, ସଭଏ ଶ୍ରୀପଦ ପୟର ଧରିଣ କହଇ ସାଗର। କ୍ଷମା କର କ୍ଷମା ସାଗର ଏବେ ସବୁ ଦୋଷ ମୋହର, କ୍ଷିତ ଜଳ ବହ୍ନି ଧରଣୀ ପବନ ପଞ୍ଚଭୂତ ପୁଣି। ଜଡ଼ ପଦାର୍ଥ ତତ୍ତ୍ୱ ପଞ୍ଚ ସହଜେ ଅତି ପର ପଞ୍ଚ, ତୁମ୍ଭରି ପ୍ରେରଣା ସଂସାରେ ଘେନିଣ ସୃଷ୍ଟି ପ୍ରକ୍ରିୟାରେ। ତୁମ୍ଭରି ପ୍ରେରଣା ସଂସାରେ ଘେନିଣ ସୃଷ୍ଟି ପ୍ରକ୍ରିୟାରେ, ପଞ୍ଚବସ୍ତୁ ଏ ମାୟାକୃତ ତୁମ୍ଭରି ମାୟା ଏ ଜଗତ। ଯାରେ ଆଜ୍ଞା ତୁମ୍ଭ ଯେ ମନ୍ତ ରହନ୍ତି ପୁଣି ଯେତେ ମନ୍ତ, ନିଜ ନିଜର ଅବସ୍ଥାରେ ରହି ସେ ଦୁଃଖ ଭୋଗ କରେ। ମୋତେ ଉତ୍ତମ ଶିକ୍ଷା ଦେଲ ତୁମ୍ଭର ମର୍ଯ୍ୟାଦା ରଖିଲ, ଢୋଲ ସୁଦର ଜଡ଼ ଜନ ପଶୁ ଆଉ ନାରୀ ଯେ ଜାଣ। ତାଡ଼ନ ବିନା 5 ଜଣ ନୁହନ୍ତି କେବେ ସୁଧାରିଣ, ତୁମ୍ଭରି ପ୍ରତାପରେ ମୁହିଁ ଶୁଷ୍କ ହେବି ଜଗତ ସାଇଁ। ପାରି ହୁଅନ୍ତି ସୈନ୍ୟଗଣ ଯାଉ ମୋ ସବୁ ବଡ଼ପଣ, ତୁମ୍ଭର ଆଜ୍ଞାନ ମେଣ୍ଟାଇ ବେଦ ଶାସ୍ତ୍ର ତା ଭାଷେ କହି। ତୁମ୍ଭର ଇଚ୍ଛା ପୂର୍ଣ୍ଣ ହେଉ ଯାହା କରିବେ ମହାବାହୁ, ଶୁଣିଣ ସାଗର ବିନତି ହସି କହନ୍ତି ସୀତାପତି। ଯେମନ୍ତ କପି ପାରି ହେବେ ସେହି ଉପାୟ କର ଏବେ, କର ଯୋଡ଼ିଣ କହେ ସିନ୍ଧୁ ଶୁଣନ୍ତୁ ପ୍ରଭୁ କୃପା ସିନ୍ଧୁ। ଋଷିଙ୍କ ବରେ ନଳ ନୀଳ ସେ ଦୁଇ ଭାଇ ଭାଗ୍ୟଶୀଳ, ତାଙ୍କର ହସ୍ତ ସ୍ପର୍ଶ ହେଲେ ତୁମ୍ଭର ପ୍ରତାପର ଫଳେ। ବିଶାଳ ବିଶାଳ ଶୈଳେ ଭାସିବେ ସାଗର ସଲିଳେ, ମୁଁ ପୁଣି ପ୍ରତାପ ତୁମ୍ଭର ଧରିଣ ହୃଦୟ ମୋହର। ସହାୟ ହୋଇବି ମାର୍ଗରେ ପ୍ରଭୁ ମୁଁ ବଳ ଅନୁସାରେ, ଏମନ୍ତ ସାଗର ବନ୍ଧାଇ ତ୍ରିପୁରେ ଯଶ ରଖ ଯାଇ। ଯେ ବାଣ କରିଛ ସନ୍ଧାନ ବୃଥା ନହିବ ସେହି ବାଣ, କର ସୁଦୟା ମୋର ପ୍ରତି ଆହେ ଅଯୋଧ୍ୟା ନରପତି। ଉତ୍ତରେ ଛନ୍ତି ଯେତେ ଖଳ ସେ ବାଣେ ହୁଅନ୍ତୁ ସଂହାର, ସାଗର ବିନତିକୁ ଶୁଣି ଶ୍ରୀ ରଘୁକୁଳ ଚୂଡ଼ାମଣି। ତାର ହୃଦୟରୁ ପୀଡ଼ା ଦୂର ହରିଲେ କ୍ଷଣେ ଚାପଧର, ରାମଙ୍କ ବଳ ଅତୁଳିତ ଦେଖି ସିନ୍ଧୁ ହେଲା ପୂରିତ। ସର୍ବବୃତ୍ତାନ୍ତ ଜଣାଇଲା ବନ୍ଦୀ ପୟର ସେ ଚଳିଲା, ଶୁଣିଣ ସାଗର ବଚନ ରାମ ହୋଇଲେ ତୁ ସମନ। ଶ୍ରୀରାମ ନାମ ମାଳା କରି ସାଗର ଗଲେ ନିଜ ପୁରୀ, ଏକଥା କଳି ମଳହର ଯେ କରେ ନିଜ କଣ୍ଠହାର। ରଚଇ ଶ୍ରୀ ତୁଳସୀ ଦାସ ଶ୍ରୀରାମ ପଦେ କର ଆସ, ସୁଖଦ ସଂଶୟ ହରଣ ଦୁଃଖକୁ କରେ ବିନାଶନ। ଆରେ ମୂରୁଖ ଶଠ ମନ ସକଳ ଆଶାକୁ ତେଜିଣ, ଗାଓ ପୁଣି ଦିବସ ରାତି ଏ ପୁଣ୍ୟ ରାମାୟଣ ଗୀତି। ସକଳ ସୁମଙ୍ଗଳ ଦାତା ଏ ଭବେ ରାମାୟଣ କଥା, ସାଦରେ ଯେ ଜନ ଶୁଣଇ ସେ ଭବ ସିନ୍ଧୁକୁ ତରଇ। ବୋଇତ ଲୋଡ଼ା ନାହିଁ ତାର ହୁଅଇ ପାରି ପାରାବାର, ଭଜ ସର୍ବଦା ରାମ ନାମ ଦଣ୍ଡିବ ନାହିଁଟି ସମନ। ପାରି ହୋଇବୁ ଭବ ସିନ୍ଧୁ ଭଜ ଶ୍ରୀ ରଘୁକୁଳ ଇନ୍ଦୁ। ଜୟ ଶ୍ରୀରାମ, ଜୟ ହନୁମାନ।